କିଛି ଆଜି ଟେକ୍ନିକାଲ ନଲେଜ ଉପରେ କହିବା ମୁଁ ଭାବୁଛି। ଟେକ୍ନିକାଲ ନଲେଜ ମାନେ ଆମର ଯୋଗର ଯୋଉ ସବୁ ଅଛି, ଯୋଗରେ ଆଜି ଜଣେ ଲଗେଇଥିଲେ ମଣ୍ଡଳ କେଉଁଝର ଲଗେଇଥିଲେ, କହିଲେ ପେଟ ଟିକେ କଣ ଏପଟ ସେପଟ ହଉଛି। ଦେଖିଲା ବେଳକୁ ସାଧନ ଦିଆ ହେଇଛି, ପେଟଟା ଏପଟ ସେପଟ ହଉଛି ମାନେ ସାଧନ ଭୁଲ ଅଛି। ଆଜି ଭିଡିଓ କଲ୍ କରି ଦେଖିଲା ବେଳକୁ ଭୁଲ ଅଛି। ଆମେ ଯୋଉ ପ୍ରକ୍ରିୟାରେ ଦେଇଥିଲୁ ଟିକେ ଟିକେ ଭୁଲ କରୁଛନ୍ତି। ଥରେ ଆସି ଯାଇଛନ୍ତି, ସେକେଣ୍ଡ ଟାଇମ ଆସିନାହାନ୍ତି। ଶୀଘ୍ର ଶୀଘ୍ର ଆସି ଦେଖିକିରି ଯୋଗ ଗୁଡ଼ା ସଂଶୋଧନ କରିବାର, ଯାହା ହଉ ଠିକ ହେଇଯିବ। ଅନୁମାନ 2-3 ଦିନ ଭିତରେ ଠିକ ହେଇଯିବ। ଆଉ ଜଣେ ସେମିତି ନୂଆ ଆଡମିସନ କରିଛନ୍ତି, ସେ ଯୋଉ ଏଠି ଆସିଥିଲେ ବାରିପଦାରୁ, ସେ ବି ତାଙ୍କ ପେଟ ଦେଖୁଥିଲୁ। ପେଟ ଦେଖିଲା ବେଳକୁ ସେଇଟା ଏୟାର ଫର୍ମେସନ ହେଇଛି। ତାଙ୍କୁ ବି ସଜାଡିଲୁ, କହିଲୁ ସାଧନ କରେ, ତାଙ୍କ ଯୋଗ ଠିକ ଅଛି, କିନ୍ତୁ ଏୟାର ନୂଆ ନୂଆ କରୁଛନ୍ତି ମାନେ ଏୟାର ଖେଳିବ ଚାରିଆଡେ, ଭୟଭୀତ ହବା ଦରକାର ନାହିଁ। ସେ ଠିକ ହେଇଯିବ। ଯେଉଁମାନେ ବେଶୀ ମିଜରେବୁଲ କଣ୍ଡିସନରେ ଅଛନ୍ତି, ସେମାନେ ଶୀଘ୍ର ପରାମର୍ଶ ନେବା ଦରକାର। ଯଦି ଦେଖୁଛ ସାଧନ ଭୁଲ ଲାଗୁଛି, କି କୌଣସି ସାଧନ କ୍ରିୟା ତୁମକୁ କଲାବେଳେ ଠିକ ଲାଗୁନି, କମ୍ଫର୍ଟ ଲାଗୁନି, ଜାଣିବ ସେ ସାଧନ ଭୁଲ ଅଛି। ବୁଝନ୍ତୁ, ଭଲ ମନେ ରଖନ୍ତୁ। ଦେଖିବେ ଯୋଉ ସାଧନ, ଧର ହାତ ସାଧନ କରୁଛନ୍ତି, କି ପେଟ ସାଧନ କରୁଛନ୍ତି, ଗୋଡ଼ ସାଧନ କରୁଛନ୍ତି, ଯୋଉ ସାଧନରେ ଦେଖିବ ତମକୁ ଅକଳିଆ ଲାଗୁଛି ବା ଅସୁବିଧା ଲାଗୁଛି, ଅଡ ଲାଗୁଛି, କି କଲାବେଳକୁ କଷ୍ଟ ଲାଗୁଛି, ସେଇଠି ଜାଣିବ ସାଧନ ଭୁଲ ଅଛି, ତେଣୁ କରିବାରେ ଭୁଲ ଅଛି। ତେଣୁ ତାକୁ କାହାକୁ ମାନେ ଏଇ ଯୋଉ ସାଧନ ଗୁଡ଼ିକ ଆମେ ଦଉଛୁ, ସେ ପର୍ସନ ଟୁ ପର୍ସନ ଭ୍ୟାରି କରୁଛି। ବୁଝିଲେ, ଯେ ଯୋଉ ସାଧନ ଜଣକୁ ଦେଇଛୁ ଯେ ସମସ୍ତେ ସେଇ ସାଧନ କରିବେ, ସେଇଟା ନୁହେଁ। ଆମେ ବହୁତ ପ୍ରକାର ସାଧନ ଜାଣିଛୁ, କିନ୍ତୁ ଆବଶ୍ୟକ ଅନୁସାରେ ତୁମକୁ ମାଇଣ୍ଡ ରିଡ୍ କରି, ତୁମର ରୋଗ ଦେଖି, ତୁମର ବୟସ ଅନୁସାରେ, ପୁଣି ସ୍ତ୍ରୀ ପୁରୁଷ ଅଛନ୍ତି, ତାଙ୍କୁ ଦେଖିକିରି ଦିଆଯାଉଛି। ତେଣୁ ପର୍ସନ ଟୁ ପର୍ସନ ଏଇ ଯୋଉ କ୍ରିୟା ଗୁଡ଼ା ଭ୍ୟାରି କରିବ, ନିଶ୍ଚିନ୍ତ ଭାବରେ ଡିଫରେଣ୍ଟ ରହିବ। ତେଣୁ ଯେ ସମସ୍ତେ ସେଇ ସାଧନ କିଏ ଯଦି ଦେଖିକିରି କାହାଠୁ ସାଧନ କରୁଛନ୍ତି, କରିବେ ନାହିଁ। ଯାହାକୁ ଯୋଉ ସାଧନ ଦିଆଯାଇଛି, ସେଇ ସାଧନ ତାଙ୍କ ପାଇଁ ଉପଯୁକ୍ତ। ବୁଝିଲେ, ଗୋଟେ ଝିଅଟା ଆସିଲା, ସିଏ ଦେଇଛନ୍ତି, ସହଯୋଗ କରିଛନ୍ତି, ପ୍ରାୟ ବହୁତ ପଇସା ଦେଇଛନ୍ତି ଆଶ୍ରମ ପାଇଁ। ସିଏ କହିଲେ ମୁଁ ସବୁଦିନ ସାଧନ ଶିଖିକି ଯିବି। ଶିଖିଲା ପରେ କହିଲେ ମୁଁ ଯୋଗ ଶିକ୍ଷକ ହେବି, ଆଉ ମୁଁ ସାଧନ ଗୁଡ଼ିକ ନେବି, ସବୁଯାକ ସାଧନ ନେବି। ପୁରୁଷର ସାଧନ ନେଲେ, ଝିଅର ସାଧନ ନେଲେ, ସବୁଯାକ ସାଧନ ଶିଖିକି ଗଲେ। ଆଚ୍ଛା, ଯଦି ସାଧନ ଶିଖିକି ଗଲ, ତାକୁ କେମିତି ରଖିବ ସାଇତିକିରି? ଯଦି ଯୋଉ ସାଧନଟା ତୁମେ କରୁଛ ସେନା ମନେ ରହିବ, ସବୁଯାକ ସାଧନ କଣ ମନେ ରହିବ କି? ଯୋଉଟା ନ କରିବ ମନେ ରହିବନି, ତେଣୁ ବେକାର। ତାପରେ ରୋଗୀ ତୁମ ପାଖକୁ ଆସନ୍ତି ସଦାବେଳେ, କିଏ ଶିକ୍ଷା କରିବାକୁ ଆସନ୍ତି, ତୁମେ ତାଙ୍କୁ ଦେଇ ସାଧନ ଗୁଡ଼ିକ ଦେଲେ ସେଇଟା ତୁମ ପାଇଁ ଉପଯୁକ୍ତ ହୁଅନ୍ତା, ମନ ରୁହନ୍ତା। ତାଇ ବି ନାହିଁ। ତେଣୁ ଆମକୁ ପରିଶ୍ରମ କରିକିରି ସବୁ ଜାଣ ନେଲେ ବି କିଛି ଲାଭ ହେଲା। ବୁଝିଲେ, ତେଣୁ ଯେତିକି ଆବଶ୍ୟକ ନିଅନ୍ତୁ, ଗୋଟେ ଲକ୍ଷ୍ୟ ରଖନ୍ତୁ, ମୁଁ ଯୋଗ ଶିକ୍ଷକ ହେବି, ମୁଁ ଶିକ୍ଷା ଦେବି, ମୁଁ ସମାଧି ହେବି, ମୁଁ ଉଚ୍ଚ ସ୍ତରରେ ପହଞ୍ଚିବି, ମୋର ସବୁଯାକ ସମସ୍ୟା ସମାଧାନ ଯେମିତି ହେଇଯାଉ। ପ୍ରତ୍ୟେକ ଦିନ ଭାବନା କର, ଦେଖିବ ପ୍ରଭାବ ପଡ଼ିବ। ମୋର ସବୁଯାକ ସମସ୍ୟା ସମାଧାନ ହଉ, ଦେଖିବ ସମାଧାନ ହଉ ଆସ୍ତେ ଆସ୍ତେ। ଜମା ଭୟ କରନି। ସାଧନ କରିବା ଲୋକ ଜମା ଭୟ କରନି, ସବୁଯାକ ସମାଧାନ ହବ। ଏମିତି କିଛି ନାହିଁ ସମସ୍ୟା ସମାଧାନ ନ ହବ।
ବୁଝିଲେ। ତେଣୁ ସାଧନ ଯେ ସମସ୍ତଙ୍କ ପାଇଁ ସବୁ ସାଧନ ଉପଯୋଗୀ ତା କେବେ ନୁହେଁ। କେତେ ଲୋକଙ୍କୁ କେତେ ମୁନିମାନଙ୍କୁ ଆମେ ସାଧନ କ୍ରିୟା ନ ଦେଇକିରି ମାନସିକ ସ୍ତରରେ ସାଧନ ଦିଆ ହଉଛି, ସେମାନେ ବି ବହୁତ ସକ୍ସେସ୍ ହଉଛନ୍ତି। କାହାକୁ ମାନସିକ ସ୍ତରରେ ଦିଆଯିବ, କାହାକୁ ଚକ୍ରଭେଦନ କରିବାକୁ ଦିଆଯିବ, କାହାକୁ ନ ଦିଆଯିବ, ଏସବୁ ଡିଫରେନ୍ସ ଚିନ୍ତାଧାରା ଦେଖିକିରି ଆମେ ଦଉଛୁ, ବହୁତ ଷ୍ଟଡି କରି ଦଉଛୁ। ସେମିତି ଦେଇଦଉଛି ତା ନୁହେଁ, ବହୁତ ତାଙ୍କ ପୋଜିସନ ଦେଖିକି ଦିଆହେଉଛି। ତେଣୁ ଭୁଲରେ କେବେ କାହା ସାଧନ ଦେଖିବନି। ତୁମକୁ ଯେଉଁ ସାଧନ ଦିଏ ତାକୁ ରୀତିମତ କର, କାହାକୁ ସାଧନ ଦେଖାଅନି କି କାହାଠାରୁ ସାଧନ ଆଣନି। ବୁଝିଲେ, ମୁନି ସମାଜର ଯୋଉ ଗତି ବର୍ତ୍ତମାନ ତଳକୁ ତଳ ଯାଉଛି, ମାନେ ଯିଏ ସାଧନ କଲେ ସିଏ ରହିଯାଉଛନ୍ତି, କିଛି ଦିନ ପରେ ସ୍ଥିର ହେଇକି ରହିଯାଉଛନ୍ତି, ସାଧନ କରୁନାହାନ୍ତି। ଗୋଟେ ଗାଁ ଅଛି ଜଳେଶ୍ୱର ପାଖରେ, ଏକ୍ଜାକ୍ଟ ଗାଁଟା ମନେ ପଡୁନି। ତାଙ୍କ ଗାଁରେ ପ୍ରାୟ 30 ଜଣ ଆଡମିସନ ନେଇଥିଲେ, 30 ଜଣ କି ବେଶୀ ନେଇଥିଲେ, 50 ଜଣ ପାଖାପାଖି। ସେଇଠୁ ଜଣେ ଆସିଲେ ପିଲା, ଚାର୍ଟାର୍ଡ ଆକାଉଣ୍ଟ କରୁଥିଲେ କୋଉଠି କାଲକାଟାରେ, ସେ ଆସିଲେ, ଏଠି ପାଇଲେ, ଚାର୍ଟାର୍ଡ ଆକାଉଣ୍ଟ କୋର୍ସ ସରି ନଥିଲା, ଏଠିକି ଆଇଥିଲେ ଚାକିରି ହବ। ତେଣୁ ସିଏ ଦେଖିଲେ ଏଠି ଯେତେବେଳେ ଆଇଲେ, ଇଏ ନୂଆ ନୂଆ ସେଇ ଜିନିଷ ମୁନି ସମାଜ। ସେ ମତେ କହିଲେ ଯେ ଆମ ଗାଁରେ ଯେତେ ଜଣ ସବୁ ଆଡମିସନ ନେଇଥିଲେ, ସବୁ ତ 50 ଜଣ ଯାକ ସବୁ ଡେଡ୍ ମାନେ କରୁନାହାନ୍ତି। କାରଣ କଣ? ମୁଁ ତ ସେଇ ଯୋଗ ବାପା କରି ଆଗରୁ ନେଇଥିଲେ, ମୁଁ ବି ନେଇଥିଲି, ଏଠିକି ଆସିଲି। ଏଠିକି ଆସିଲା ପରେ ତ ଦେଖୁଛି ଡିଫରେନ୍ସ ଯୋଗ ଅଛି। ଆଉ ସେମାନେ ଏଇଥିପାଇଁ ହୁଏତ କରୁନାହାନ୍ତି, ମୁଁ କହିଲି ଯେ ସେମାନେ ପ୍ରତ୍ୟକ୍ଷ ଜ୍ଞାନକୁ ଅନୁଭବ କରୁନାହାନ୍ତି। ଜ୍ଞାନ ନାହିଁ, ଜ୍ଞାନ ଥିଲେ ଜଣେ ସାଧନ କରିବ। ସାଧନ କରୁଥିବା ଲୋକ କେବେ ବନ୍ଦ ହବନି। ଯଦି ଜ୍ଞାନ ଥରେ ହେଇଯାଇଛି, ସେ ସାଧନ ଛାଡ଼ିବ। ତେଣୁ 50 ଜଣ ଯାକ ତାଙ୍କ ଗାଁରେ ସବୁ ଯାକ ଡେଡ୍ ହେଇକି ରହିଛନ୍ତି, ମାନେ ଡରମାଟ କଣ୍ଡିସନ, କେହି କରୁନାହାନ୍ତି। ଚିନ୍ତା କରନ୍ତୁ ତ, କେତେ ମୂଲ୍ୟବାନ ଜିନିଷଟା ଛାଡ଼ିକିରି ବସିଲେ। ଆର କାରଣ କଣ? କାରଣ ହଉଛି ଅଜ୍ଞାନତା। କହିଲେ ମୁଁ ସେଇମାନଙ୍କୁ କହୁଛି ଯେ ଆସ। ସେ କହିଲେ ଆମେ ତ କରିଛୁ ଆଗରୁ, ଯେତେ ବୁଝେଇଲେ କଣ ହବ, କରିବା ପାଇଁ ନାରାଜ। ତେଣୁ ସାଧନର ବହୁତ ଡାଇମେନସନ ଅଛି। ଏ ସାଧନରେ ଯୋଉ କ୍ରିୟା ରହିଛି, ରୋଗ ପାଇଁ ଡିଫରେଣ୍ଟ ଟେକ୍ନିକ ଗୁଡା ରହିଛି। କୋଉଠି ମାନସିକ ସ୍ତରରେ ଦିଆଯିବ, କୋଉଠି ଲାଇଟ ଦିଆଯିବ, କୋଉଠି ଚକ୍ରଭେଦନ ରହିଛି, କୋଉଠି ହେଭି ଷ୍ଟ୍ରଙ୍ଗ ପଏଣ୍ଟ ବଢେଇ ଦିଆ ହଉଛି। ତେଣୁ ସବୁ ଯାକ ନିରୀକ୍ଷଣ କଲେ ଜଣେ ସାଧକ ବା ସାଧିକା ଯଦି ଚଟକ ରହିବ, ସାଧନା ଚଟକ ବଡ ଜିନିଷ। ଶୋଇଲା ବେଳେ ଚଟକ ଥିବ, ଉଠିଲା ବେଳେ ଚଟକ ଆରମ୍ଭ। ଚଟକ ମାନେ ଅତି ଆଗ୍ରହପୂର୍ଣ୍ଣ ଭାବରେ କରିବ। ଲାଟ୍ରିନ୍ ଆଜି ମୁଁ ଉଠିଲି 3ଟା 6ରେ, 3ଟା 6ରେ ଉଠିଲି, 3ଟା 6ରେ 3ଟା ନିଦ ଭାଙ୍ଗିଲା, 6 ମିନିଟ୍ ଏପଟ ସେପଟ ସେଇଠି ହେଇକିରି ବସିଲି, ଠିକ କଲି। ସେବେଠାରୁ ଇଣ୍ଟରେଷ୍ଟ କ୍ରିଏଟ ହବା ଦରକାର। ଲାଟ୍ରିନ୍ ଯିବ, ଦେଖୁଛି ଥଣ୍ଡା ପାଗ, ଉଠିଲି, ଥଣ୍ଡାରେ ଏତ ଅଛି ଆମର ସେଠି ସୁବିଧା ସବୁ ଅଛି, ମାନେ ଗରମ ଜଳ ଆସି, ହଟ୍ ୱାଟର ଆସୁଛି, କୋଲ୍ଡ ତ। ତେଣୁ ଗୋଟେ ସେକ୍ସନ ପରେ ଗୋଟେ ସେକ୍ସନ ଆଗ୍ରହ ସୃଷ୍ଟି। ଆଗେ ଉଠିଲି, ଲାଟ୍ରିନ୍ ଗଲି, ମୁହଁ ଧୋଇଲି, ଲାଟ୍ରିନ୍ ଗଲି, ଲାଟ୍ରିନ୍ ପରେ ଆସିଲି, ଗାଧେଇଲି ମାନେ ଅଣ୍ଟା ପାଖରୁ ଧୁଆ ଧୋଇ ନହେଲେ ଭଲ ଲାଗିବନି, ସେଇଠି ଲେଟ୍ ହେଲା।
तापर ब्रश कले माने गोटे सेक्शन लैट्रिन बसथिबो भाबुथिबो पुणी आइकिनि परिष्कार हेबी परिष्कार पर भाबुथिबो ब्रश केमति करबी ब्रश कला पर केमति भाबिबो सेज पकेबी सेज पकेला पर पुणी आराम रे पूरा कंफर्ट जोन रे आसियो बसिबो पूरा विरोधर पर साधन करिया पूरा गोटे मन आ व्याकुलता आग्रह सबू रखिकी बसवा आसन एपट छोटी हल्कि बस गोड़ हाथ बेक पेट सब जाक स्थिर भाव बस बसिक कि समय अपेक्षा कर कि समय मात्र सामान्य सेकेंड कि अध 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 मिनिट बसिक सबुआड़ मन जो जाइला चारिआड विक्षिप्त हो सारा पृथ्वी बुलूला फेरे आसे बस साधन बस माने गोटे वीर दर्पर बस गोटे गड़ जय करने लक्ष्य बस प्रत्येक दिन कह भाव ना मत चक्रभेदन दिखाई मुझे गोटे आवरेज चक्रभेदन करी आवरेज साधन करी नुहे प्रत्येक दिन नुआ मोड़ नुआ जोश नुआ जिज्ञासा नुआ आशा सृष्टि कर बस वीर दर्पर साधन बस नुआ भावना नहीं बस आवरेज साधन कर चक्रभेदन हो हाँ नॉर्मली चक्रभेदन कर पड़ेगा नॉर्मली प्रणाम करवा नॉर्मली सुहाना करिया केबे नुहे सुहाना रू आरंभ हो तुम स्थिरता देख से शब्द एते शक्ति अच्छे सुहाना एनालाइज कला बहुत शक्ति सृष्टि हो तुम भर कल्पना कर गोटे शब्द भी बेले बेले अध घंटा रही जाओ कि जदि गोटे वार्ड रे तुम्हें 15 मिनिट रहीगल 10 मिनिट रहीगल जान साधन बहुत परफेक्ट हवा जाऊँ जिते टाइम नहीं रही गोटे शब्द न भिजिला पर्यंत मन भितर शरीर भितर आउ गोटे शब्द को केबे जीवनी आउ गोटे शब्द मन पड़े पूरा रही जेपर्यंत सैटिस्फैक्शन न लगी से पर्यंत से शब्द को मन भीतर छाड़ पूरा घोष पूरा रियलाइज कर पूरा मंथन कर पूरा मंथी बस शब्द जान कि मिले सेटा तुमको बहुत सपोर्ट कर साधन सुहाना साधन बहुत सपोर्ट कर सुहाना तो पछे कले मझे भी कले किंतु स्टार्टिंग रू कहीं कराला स्टार्टिंग रू एइथपाई कराई जे सबुआड़े मनटा बुलूची ना तुम्हें से ब्रह्म बोली पुणी मानसिक स्तर प्रस्तुत हो पुणी मन पकईदेवा सुहाना आरंभ हो अरे मु निरंजन मु ईश्वर मु सर्वशक्तिमान कहले सीना साधनता त्वरान्वित हम से प्रथम सुहाना आरंभ कर प्रथम तापर साधन कल चक्रभेदन सैला प्राणायाम सैला रिटर्न है सब पुणी सुहाना करिया पड़े ये पुणी भूली जीव साधन बेले भूली जाइए मुझे तेणु साधन पर भी सुहाना करने कहुए दी राउंड अवश्य जमी जन साइकिल शिखुची प्रथम प्रथम कष्ट हम तले चढ़ पेडल चढ़ हैंडल धर सीट धर तले चढ़िक ऊपर को शिख आजिकल तो सेमती किसी ना जेड़िकी छुआ से साइकिल किसी असुविधा ना साइकिल पड़ार ना आगे आम जो चढ़ुलु साइकिल शिखुलु मसे धर शिखा पड़े बहुत कष्ट बहुत एकाग्रतार साइकिल चल पड़े न गड़ी पड़ पेडल गोड़ खसीज एम सब हुए तेणु जी प्रथम साइकिल शिखर साइकिल चढ़ाई असुविधा किसी ना
ବୁଝିଲେ ସେପଟୁ ଚଢ଼ି ପଡ଼ିବ, ହ୍ୟାଣ୍ଡେଲ ଛାଡ଼ିକିରି ଚଲେଇ ପାରିବ, ଗୋଟେ ଦୁଇ ଜଣ ବସେଇକିରି ବି ଚଲେଇ ପାରିବ ଶିଖିଗଲା ପରେ। ଏକ୍ଜାକ୍ଟ ଇଏ ସୁବହାନା ସେୟା। ତୁମେ ଯେମିତି ପ୍ରଥମେ ବହୁତ ସମୟ ନେଇକି ସୁବହାନା କଲ, 15 ମିନିଟ୍ 20 ମିନିଟ୍ ନେଇଗଲା, ତାମାନେ ହେଇଗଲା ସୁବହାନାଟା ପୁରା କମ୍ପ୍ଲିଟ୍ ହେଇଗଲା, ଆଉ କିଛି ଅସୁବିଧା ନାହିଁ। ନେକ୍ସଟ ଯେତେବେଳେ ଖସିବ, ଲାଷ୍ଟରେ ଯେତେବେଳେ ସୁବହାନା କରିବ, ସେତେବେଳେ ସ୍ପିଡରେ କଲେ କିଛି ଅସୁବିଧା ନାହିଁ। ନିରଞ୍ଜନମ୍ ଜଗଦୀଶ୍ୱରମ୍ ଜଷ୍ଟ ଟଚ୍ କରୁଥିବ ତାର ଭାବକୁ ନିରଞ୍ଜନ କହିବ, କିଛି ଦରକାର ନାହିଁ ରହିବା, ଯଦି ରହିଲେ ତ ଭଲ, ଯଦି ନ ରହିଲେ ବି ଶୀଘ୍ର କରିପାରିବ, କିଛି ନାହିଁ। ଜପ କରି ଖାଲି ଆନାଲାଇଜ କରିକି ପଳେଇବ, କିଛି ଅସୁବିଧା ହବନି। ସେଇଥିପାଇଁ ଦୁଇଥର ସୁବହାନା କରାହେଇଛି, ରଖାଯାଇଛି। କାଳେ ପ୍ରଥମଟା ହଉଛି ଭୁଲି ଯାଇଥିଲ, ଆସି ବସିଲ, ସୁବହାନା କଲ, ଶେଷରେ ପୁଣି କଲ, ସାଧନରେ ମଧ୍ୟ ମଜିଗଲ, ଚକ୍ରଭେଦନଠୁ ଆରମ୍ଭ କରି ପ୍ରଣବ ପ୍ରାଣାୟାମ, ତେଣୁ ପୁଣି ଶେଷରେ ମନେ ପକେଇ ଦିଆଗଲା ସୁବହାନାରେ ମୁଁ ହଉଛି ଜଗଦୀଶ୍ୱର। ମଝିରେ ଆଉ ପ୍ରଣବ ଦରକାର ନାହିଁ। ଯୋଉ ଫାଷ୍ଟ ପାଦ ସେକେଣ୍ଡ ପାଦରେ ଆମେ ପ୍ରଣବ ରଖୁଥିଲୁ, କିନ୍ତୁ ଶେଷରେ ପ୍ରଣବ ତା ଭିତରେ ଦରକାର ନାହିଁ। ଗୋଟେ ଲୋକକୁ ଡାକିଲ, ଛିଡ଼ା ହେଲା ପାଖରେ, ଆଉ ଡାକିବା କ'ଣ ଦରକାର? ସେଇଥିପାଇଁ ପ୍ରଣବ ମଝିରେ ରଖାଯାଏ ନାହିଁ, କେବଳ ପଙ୍କ୍ତି ଗୁଡ଼ିକ ରଖାଯାଇଛି। ଆଣିବ, ଆଶୀର୍ବାଦ ଆଣିବ, ମେସେଜ କରିବ। ମେସେଜ ବହୁତ ଇମ୍ପୋର୍ଟାଣ୍ଟ ହେଉଛି ମେସେଜ। ଯାହାଠାରୁ ଆଶୀର୍ବାଦ ଆଣିବ ତାର ଫିଗରକୁ ଦେଖିବ, ଫିଗରକୁ ଅନୁଧ୍ୟାନ କରିବ। ତୁମେ ଯେତିକି କଳ୍ପନା କରିବ ସେଇ ଫିଗର, ତମେ ଯଦି ତା ହାତ ଆଶୀର୍ବାଦର ହାତ ଉପରକୁ ଟେକିଦବ କଳ୍ପନାରେ, ଯୋଉଠୁ ଆଣିବ ତାଙ୍କ ହାତ ଟେକି ହେଇଯାଇଥିବ। ଆଶୀର୍ବାଦ ଦଉଛନ୍ତି କଳ୍ପନା କରିବ, ସେ ଆଶୀର୍ବାଦ ଝରୁଛି ତାଙ୍କ ହାତରୁ ତୁମ ହାତକୁ ଆସିଲା, ଏସବୁ କଳ୍ପନାର କେନ୍ଦ୍ର ଖେଳ। ତେଣୁ କଳ୍ପନାରେ ତାଙ୍କୁ ଆଣିକି ରଖିକି ତାଙ୍କଠାରୁ ଜୋର ଜବରଦସ୍ତ ବି ଆଣିପାରିବ ଆଶୀର୍ବାଦ। ସେ ଦିଅନ୍ତୁ ନ ଦିଅନ୍ତୁ କିଛି ନାହିଁ, ତୁମ କଳ୍ପନାରେ ବା ସବୁ ଅଛି। ତେଣୁ ଯାହାର ଧରାଯାଉ ଶିବମୁନିଙ୍କ ଠାରୁ ମୁଁ ଆଶୀର୍ବାଦ ଗ୍ରହଣ କରୁଛି କହିଲ, ଶିବମୁନିଙ୍କ ଫିଗରକୁ ଆଣିବ ଫ୍ରଣ୍ଟରୁ, ଆଣିକିରି ତାଙ୍କ ହାତରୁ ବା ତାଙ୍କର କୌଣସି ଇଙ୍ଗିତ ରୁ ତୁମେ ଆଶୀର୍ବାଦ ଆଣୁଛ ବୋଲି କଳ୍ପନା କରିବ, ବାସ୍ ଆସିଗଲା ଜାଣ। ଆଉ ମୁଁ ଶିବମୁନିଙ୍କ ଠାରୁ, ସେ ଗୁରୁମାଙ୍କ ଠାରୁ, ଆତ୍ମଦେବଙ୍କ ଠାରୁ, ଏମିତି କହିଲେ ହବନି। କହିବା ସହିତ ତାଙ୍କର ଫିଗରକୁ ଆଣ, କଳ୍ପନା କର ସେ ଦଉଛନ୍ତି। ସମସ୍ତ ମୁନି ଋଷିମାନଙ୍କ ଠାରୁ ଯୋଉ ଆଶୀର୍ବାଦ ଆଣୁଛ, ସେମାନେ ଦଉଛନ୍ତି ସମସ୍ତଙ୍କୁ ଆଣିକି, ସମସ୍ତଙ୍କର ଆଶୀର୍ବାଦ। ହଜାର ହଜାର କୋଟି କୋଟି ମୁନି ଋଷିମାନେ ଅଛନ୍ତି ଆକାଶରେ, ସ୍ୱର୍ଗରେ ଅଛନ୍ତି ବା ସୂକ୍ଷ୍ମ ସତ୍ତାରେ ଅଛନ୍ତି, ତାଙ୍କ ପାଖରୁ ଆଣ ଆଶୀର୍ବାଦ, ସେ ତ ଦେବେ ନା। ଅସଂଖ୍ୟ ଅନନ୍ତ ଅନନ୍ତ ମୁନି ଋଷିମାନେ ଅଛନ୍ତି। ଆଉ ଏପରିକି ଅନେକ ସାଧୁ ସନ୍ଥ ଅଛନ୍ତି, ଦେହତ୍ୟାଗ କରିକିରି ସେମାନେ ଆଶୀର୍ବାଦ ଦବାକୁ ଚାହୁଁଛନ୍ତି ସ୍ୱର୍ଗରେ ରହିକରି। ଆଉ ତୁମର ଯଦି ଭାବ ଭାଷା, ତୁମର ଆକାଂକ୍ଷା, କଳ୍ପନା ଯଦି ମିଶିଯିବ ସେଠି, ଯେ କିଏ ଜଣେ ଅଛନ୍ତି ସ୍ୱର୍ଗରେ, ଅଛନ୍ତି ତ ଦେବା ପାଇଁ, ତୁମେ ଖୋଜୁ ନ ପାଇବ କେମିତି? ତେଣୁ ତୁମେ ସେଠି ଲଗେଇ ଦିଅ। ପୁରା ଆକାଶରେ ଅନେକ ଜିନିଷ ରହିଛି, ତୁମେ ଖୋଜ, ଦେଖିବ ତୁମ ପାଖକୁ ସେଇମାନଙ୍କର ଆଶୀର୍ବାଦ ଆସିବ। ତାଙ୍କୁ କଳ୍ପନା କର, ଯିଏ ଆଶୀର୍ବାଦ ଦବା ପାଇଁ ଚାହୁଁଛନ୍ତି ରହିକିରି ଉପରେ, ସେମିତି ଭାବନାରେ ଆଣ, ମତେ ଏଇମାନେ ସବୁ ଆଶୀର୍ବାଦ ଦିଅନ୍ତୁ ବା ଦଉଛନ୍ତି। ଯଦି ତୁମେ ପିଣ୍ଡଦାନ ବେଳେ ଡାକୁଛ, ସେମାନେ ଆସୁଛନ୍ତି।
ତମ ଗୋତ୍ର ଆଉ ନା ଏତିକି ଡାକିଦେଲେ ସେମାନେ ପଳେଇ ଆସୁଛନ୍ତି। ସେମିତି ତୁମ ଆଶୀର୍ବାଦ କାହିଁ ଦେବେନି? ଯିଏ ଭଲ ସ୍ୱଚ୍ଛ ଲୋକ ଅଛନ୍ତି, ମୁନି ଋଷି ଅଛନ୍ତି ବା ସାଧୁସନ୍ଥ ଅଛନ୍ତି, ସମସ୍ତଙ୍କ ଉପକାରରେ ରହିବା ପାଇଁ ଲୋକ ବି ଅଛନ୍ତି, ଉପରେ ଆଶୀର୍ବାଦ ଦେବା ପାଇଁ ଅପେକ୍ଷା କରିଛନ୍ତି। କିମ୍ବା ଯେଉଁମାନଙ୍କର ପୂର୍ଣ୍ଣ ଜୀବନ ଆଶୀର୍ବାଦରେ ଭରପୁର ହେଇକି ରହିଛି, ଆଶୀର୍ବାଦ ଦେଇ ଦେଇ କେତେ ଲୋକଙ୍କୁ ଭଲ କରୁଛନ୍ତି। ଦେହାନ୍ତ ପରେ ମଧ୍ୟ ତାଙ୍କର ଭାବନା ରହିଛି ଦେବା ପାଇଁ। ତୁମେ ତାଙ୍କୁ ଆହ୍ୱାନ କର, ତାଙ୍କ ପାଖରୁ ଆଣ, ସେ ଦେବେ। ସବୁ କଳ୍ପନାର ଖେଳ, ତୁମେ କଳ୍ପନାରେ ଆଣିବ। ଆଉ ସେମାନେ ସଜାଗ, ଯଦି ତୁମେ ଡାକିଦେଲ ବ୍ୟାକୁଳତା ସହିତ, ସେମାନେ ଦେବା ପାଇଁ ବ୍ୟାକୁଳିତ। ତୁମେ ଡାକୁଛ ନା, ସେମାନେ ଦେଖୁଛନ୍ତି ତୁମକୁ, କିଏ କିଏ ଡାକୁଛନ୍ତି, କ'ଣ କରୁଛନ୍ତି। ସେମାନେ ଦେବେ, ଆଶୀର୍ବାଦ ଦେବେ। ଆମେ କ'ଣ କାହାକୁ ଆଶୀର୍ବାଦ ହାତ ଟେକିକି ଯେଉଁମାନେ ଧର ମାଗୁଛନ୍ତି, ଗୁରୁ ହିସାବରେ ମାଗୁଛନ୍ତି କି ଆମକୁ ଆଶୀର୍ବାଦ, ଗୁରୁମାଙ୍କ ଠାରୁ ଆମେ ଆଶୀର୍ବାଦ ଗ୍ରହଣ କରୁଛୁ, ଆମେ କ'ଣ ହାତ ଟେକୁଛୁ କି ସେତେବେଳେ? ନା, ତୁମକୁ ଟେକିବାକୁ ପଡ଼ିବ ଆମ ହାତଟାକୁ, ତୁମ କଳ୍ପନାରେ ଟେକିବାକୁ ପଡ଼ିବ। ବା ଆମର ଭାବନା ଭିତରେ ଆମେ ଅନେକ ଜିନିଷ ଛାଡ଼ି ଦିଆହେଇଛି, ସେଇଟା ତୁମେ ଯେତେବେଳେ ମାଗିବ, ସେ ଜିନିଷ ତୁମ ପାଖକୁ ଯିବ। ବୁଝିଲେ? ସପୋଜ ମନେ କରନ୍ତୁ ଆମେ କହିଛୁ ଯେ ଯେଉଁମାନେ ଅସୁବିଧାରେ ଅଛନ୍ତି ସେମାନେ ସୁସ୍ଥ ହେଇଯାବେ, ଏ ଆଶୀର୍ବାଦ କରିକିରି ଛାଡ଼ିଦେଲେ। ସେଇଟା ରହିଲା, ସେ ଶବ୍ଦଟା ରହିଲା। ବା ଆମେ ଯେଉଁ ମଧ୍ୟାହ୍ନରେ ସାଧନ କରୁଛୁ, 12ଟା ବେଳେ ସାଧନ କରୁଛୁ, ଦିନ 12ଟା ବେଳେ ମାତ୍ର 10 ମିନିଟ୍ 5 ମିନିଟ୍ କରାଯାଉଛି, ଆଶୀର୍ବାଦ ଛଡ଼ା ହେଉଛି। ସେଟା ରହିଲା ଆକାଶରେ, ତରଙ୍ଗରେ ରହିଲା। ତୁମେ ଯେତେବେଳେ ସେପଟରେ ଟାଣିବ ବା ମାଗିବ, ସେ ଜିନିଷ ଯିବ, ଆଶୀର୍ବାଦ ଆକାରରେ ପହଞ୍ଚିବ। ବାସ୍, ଆଶୀର୍ବାଦ ଗ୍ରହଣ କଲ। ଏସବୁ ବିଶ୍ୱାସ ଏବଂ ଭାବନାରେ ଏଗୁଡ଼ା ସବୁ ପାଇବ। ଆଶୀର୍ବାଦ ଛୋଟ ଜିନିଷ ନୁହେଁ, ବହୁତ ବଡ଼ ଜିନିଷ। ଆଶୀର୍ବାଦ ଦେଖ, ଆଶୀର୍ବାଦ ମାଗିଲେ ତୁମ ଦେହ ସେତେବେଳେ ଉତ୍ଫୁଲ୍ଲିତ ହେବ। ଯେତେବେଳେ ମେସେଜ କରିବ ଉତ୍ଫୁଲ୍ଲିତ ହେବ, ସତିକା ମିଶିଗଲା। କାରଣ ତୁମେ ଆଞ୍ଜୁଳା କରି ରଖିଛ, ଆଶୀର୍ବାଦ ଗୁଡ଼ିକ କଲେକ୍ସନ କଲ, ମେସେଜ କଲ, ନିଜ ଶରୀରରେ ସବୁ ଜାଗାରେ ଲଗେଇଦେଲ। କାହିଁ ଲାଗିବନି? କାହିଁକି ଲାଗିବନି କୁହନ୍ତୁ? ଯଦି ତୁମ କଥାଟା ସେଠି କହୁଛ, ଆମେ ଏଠି ଶୁଣିପାରୁଛୁ ୱେବ ତରଙ୍ଗରେ, ଇଏ ଯୋଉ ବିରାଟ ତତ୍ଵ ରହିଛି, କାହିଁ ନ ଯିବ ତୁମ ପାଖକୁ? ତେଣୁ ଆଶୀର୍ବାଦ ସାଧନ କ୍ଷେତ୍ରରେ ଗୋଟେ ଛୋଟିଆ ଭାବନି, ମୋର ସାଧନଟା ବଡ଼ ଚକ୍ରବେଦନ, ମୋ ପ୍ରାଣାୟାମ ବଡ଼ ନୁହେଁ। ଆଶୀର୍ବାଦ ବହୁତ ମହତ୍ଵପୂର୍ଣ୍ଣ ଭୂମିକା ରହିଛି ସାଧନରେ। ଆଶୀର୍ବାଦ ଆଣିକି ମେସେଜ କରିବ। ସେଇଥିପାଇଁ କୋଉ ଟେକ୍ନିକରେ ତୁମକୁ ଦିଆହେଇଛି ଆଶୀର୍ବାଦ, କୋଉଠି ବାଁ ହାତ ରଖିବ, କୋଉଠି ଡାହାଣ ହାତ ରଖିବ, କୋଉଠି ଷ୍ଟାର୍ଟ କରିବ, କୋଉଠି ଏଣ୍ଡ କରିବ, ପୁରା କ୍ଲିୟରଲି ତୁମକୁ ବୁଝେଇ ଦିଆହେଇଛି। ତାର ବି କିଛି ମିନିଂ ଅଛି। କାହିଁକି ମୁଣ୍ଡରୁ ନଉଛ ଗୋଡ଼ ପର୍ଯ୍ୟନ୍ତ, ତାର ବି କିଛି ମିନିଂ ଅଛି। ତେବେ ଆଶୀର୍ବାଦର ଭୂମିକା ବହୁତ ରହିଛି ସାଧନ। ତାପରେ ଅବଜର୍ଭେସନ, ଯୋଉ ଜିନିଷଟା ଗ୍ରହଣ କଲ ଆଶୀର୍ବାଦରେ, ସେଇଟାର ଅବଜର୍ଭ କରିବ ବଡି ଭିତରେ, କିଛି ସମୟ ଭାବନା କରିବ, ରହିଲା, ମିଶିଲା, କଳ୍ପନା କରିବ। ଆଟଲିଷ୍ଟ 20 ମିନିଟ୍ ପର୍ଯ୍ୟନ୍ତ ବିଛଣା ଛାଡ଼ିବ ନାହିଁ। ସବୁ ଆର୍ଟ୍ସ ହେଇଯିବ, ପଳେଇବ, ମାଇନସ୍ ହେଇଯିବ। ଆଶୀର୍ବାଦ ମାଇନସ୍, ତମ ଉତ୍ତାପ ମାଇନସ୍ ହେଇଯିବ। ଯେତିକି ଡିଗ୍ରୀରେ ଥିଲ, ଦେଖିବ ଯଦି ମାପିବ ବହୁତ କମିଯିବ ଡିଗ୍ରୀ। ଜମା ତଳେ ଗୋଡ଼ ରଖିବ ନା। ଆଜି ଜଣକୁ ଆମେ ଝାଡ଼ୁଥିଲୁ, ବା ଯେଉଁମାନଙ୍କୁ ଝଡ଼ା ହେଉଛି ସେମାନଙ୍କୁ କୁହାହେଇଛି ଖଟ ଉପରେ ବସିବ କି ଆସନ ପକେଇ ବସିବ।
କାରଣ ଏଇ ଯୋଉ ଶକ୍ତିଟା ଯୋଉ ମୋବାଇଲରେ ଝଡ଼ା ହଉଛି, ମୋବାଇଲରେ ଯୋଉ ଯାଉଛି ତାଙ୍କ ବଡି ଭିତରେ ମିଶୁଛି। ଆଉ ସାଙ୍ଗେ ସାଙ୍ଗେ ଯଦି ଭୂମି ଛୁଇଁଦବ, ଅବଜର୍ଭ କେମିତି କରିବ? ବଡିରେ ଅବଜର୍ଭ କରିପାରିବନି। ତେଣୁ ଅପେକ୍ଷା କରିବ କିଛି ସମୟ ବଡିରେ ଅବଜର୍ଭ ହବ, ତାପରେ ଉଠିକି ଯିବ। ଗୋଟେ ଝିଅଟି ସାଧନ କରୁଥିଲା, 3 ଥର ଟେଷ୍ଟ ଦେଲା ଆସି ଆମ ପାଖରେ, ବର୍ଷ ଭିତରେ 3 ଥର ଟେଷ୍ଟ ଦେଲା, ଠିକ ହବନି। କାରଣ କଣ? ଖୋଜୁ ଖୋଜୁ ତାଙ୍କ ଘରକୁ ଦିନେ ଗଲୁ ଆମେ। କାହିଁକି ଉତ୍ସାହ ସୃଷ୍ଟି ହେଲା, ଘର ମାନେ ଟାଣି ନେଇଯିବ ନା, ଭାବନାରେ ଟାଣି ନେଇଯିବ। କାହିଁକି ସେଠି କାହା ଘରକୁ ଯାଇନୁ, ତାଙ୍କ ଘରକୁ ଗଲୁ। ପ୍ରଥମେ ସାଧନ କ୍ରିୟା ଆମେ ଦଉଥିଲୁ, ନୂଆ ବ୍ରାଞ୍ଚ କରିଥିଲୁ, ସେଥିପାଇଁ ଉତ୍ସାହ ସୃଷ୍ଟି ହଉଥିଲା ଯିବା ପାଇଁ। ଗଲାବେଳକୁ ସେ ଲମ୍ବା ଘର, ସେ ତାଙ୍କ ଘରଟି ଯୋଉ ସେ ଝିଅ ଯୋଉଠି ସାଧନ କରୁଥିଲା, ସୁଇଚଟା ଆଉ ଗୋଟେ କୋଣରେ ଥିଲା। ଯୋଉଠି ସାଧନ କରୁଥିଲା ସେଠି ସୁଇଚ ନଥିଲା। ତେଣୁ ସିଏ କଣ କରୁଥିଲା ନା, ସାଧନ ପରେ ପରେ ସାଙ୍ଗେ ସାଙ୍ଗେ ଯାଇକିରି ସୁଇଚଟି ମାରୁଥିଲା ଖାଲି ପାଦରେ। ସେଇ ଘରର ସେ କୋଣକୁ ଯାଇକିରି ସେ ସୁଇଚ ମାରୁଥିଲା, ବଲ୍ ଜଳେ। ତାପରେ ସେ ପାଠ ପଢେ ବା ମୁନି ସମାଜ ବହି ପଢେ। ସେତେବେଳେ ତ ମୋବାଇଲରେ ଏତେ ସୁବିଧା ନଥିଲା କି ଭିଡିଓ ନଥିଲା। ବହି ପଢିବ, ସୁଇଚ ମାରିବ। ଆରେ ଦେଖିଲା ବେଳକୁ ଏଇ କାମ କରୁଛୁ, କେମିତି ସାଧନ କରୁଛୁ, ତାପରେ କଣ ହଠାତ୍ କେମିତି ଆସିଗଲା, ତାପରେ କଣ କରୁଛୁ? ସେ କହିଦେଲା ହଠାତ୍ ଆସିଯିବ ନା ଏ ଭାବଟା, ଏସବୁ କଥା। ତେଣୁ ଆର୍ଥ ହେଇଗଲା ସାଙ୍ଗେ ସାଙ୍ଗେ। ଯୋଉ ସାଧନ ଗୁଡ଼ିକ କରୁଥିଲା ସେ ସବୁ ନଷ୍ଟ ହେଇଯାଉଥିଲା। ଆଉ ସାଧନରେ ଇମ୍ପ୍ରୁଭମେଣ୍ଟ କେମିତି ହବ? ଏଇଟା ବଡ଼ ଜିନିଷ, ମନେ ରଖନ୍ତୁ। ସାଧନ କରିକିରି କେବେ ଯିବନି ବାହାରକୁ। ଯଦି ଯିଏ ଯିବ ଚପଲ ପିନ୍ଧିକିରି ଯିବ, କାହାକୁ କାନ୍ଥ ଛୁଇଁବନି। ତଳଟା ଆର୍ଥ, କାନ୍ଥଟା କଣ ଆର୍ଥ? କାନ୍ଥ ଆର୍ଥ ଟାଣି ନେଇଯିବ, ହୁସିଆର ଥିବ। ଅଖା ପକେଇଦବ, ନହେଲେ ସପ ପକେଇବ, ନହେଲେ ଚଟ ପକେଇବ। ବାଇଚାନ୍ସ ଗୋଡ଼ ଷ୍ଟେପ ବାଇ ଷ୍ଟେପ ପକେଇକି ଚପଲ ପାଖକୁ ଯିବ, ଏସବୁ କାମ କରିବ। ବାହାରକୁ ଯଦି ଯିବ କାହାକୁ ଛୁଇଁବନି, ସକ୍ସ ପିନ୍ଧିକି ଯିବ, ଆରାମରେ ବୁଲିବ। ମୁଁ ତ ସାଧନ କରିକିରି କିଛି ସମୟ ରୁହେ, ରହିକିରି ଇଚ୍ଛା ହୁଏ ବାହାରକୁ ଆସିବା। କାରଣ ମୋର ସକାଳୁ ବୁଲିବାର ଗୋଟେ ଅଭ୍ୟାସ ଥାଏ। ଆସିଲା ବେଳକୁ କୁହୁଡ଼ି ସବୁ ପଡ଼ିଥାଏ। କୁହୁଡ଼ିରେ ସବୁ କଳା କେଶଟା ପକ୍କୁ କେଶ ହେଇଯିବ, ପାଚିଲା ଭଳି ଜଣା ପଡ଼ିବ ପୁରା। ଭିଜି ଭିଜି କୁହୁଡ଼ିରେ ଆସିବ, ସିଏ ବି ଆର୍ଥ ହେବାର ସମ୍ଭାବନା। ଦେଖନ୍ତୁ, କୁହୁଡ଼ି ପାଣି ସବୁଆଡ଼େ ଲାଗିଯିବ। ତେଣୁ ହୁସିଆର, କୁହୁଡ଼ିରେ ଆସିବ ଯଦି ଅବଜର୍ଭ କରିକି ଆସିବ, ଅଧଘଣ୍ଟା ପରେ ଚଳିବ। କିନ୍ତୁ ହଠାତ୍ ଆସିବ ନାହିଁ, ଚପଲ ପିନ୍ଧିକିରି ବାହାରକୁ ଆସିବ ନାହିଁ, କୁହୁଡ଼ି ଯଦି ପଡ଼ିବ ଗଲା। ତାପରେ ଯିଏ ଗାଧେଇବେ ଚାହୁଁଛନ୍ତି, ଗାଧେଇବା ପାଇଁ ଖୁବ୍ ଶୀଘ୍ର ଗାଧେଇବେ ନାହିଁ। 40 ମିନିଟ୍ ପରେ ପାଣି ହାତ ହେବା ଦରକାର। ଯୋଉ ମା ମାନେ କି ଯୋଉ ବାସନ ମାଜୁଛନ୍ତି, ହଠାତ୍ ଉଠିକି ଯାଇକି ବାସନ ମାଜିବେ ନାହିଁ, ପାଣି ହାତ ହେବେନି, ବିପଦ। ଆଟଲିଷ୍ଟ 40 ମିନିଟ୍ ରହିବ, ପାଣି ଛୁଇଁବ ନାହିଁ। ଆଉ ଯଦି 2 ଘଣ୍ଟା ପରେ ଗାଧେଇଲେ ଆହୁରି ଭଲ, 9ଟା ଭିତରେ ଗାଧେଇଲେ ଭଲ। ପୁରା ଅବଜର୍ଭ ହେଇଥିବ ବଡି। ସୂର୍ଯ୍ୟ କିରଣରେ ଗାଧେଇବ। ସୂର୍ଯ୍ୟ ଗୋଟେ ସର୍ବଶକ୍ତିମାନ ଶକ୍ତି ଅଛି। ସେ କିରଣରେ ଗାଧେଇଲେ ଭିଟାମିନ ଘ ବୁଝିଲେ ତୁମେ ପାଇପାରିବ, ଆଉ ସୁନ୍ଦର ଲାଗିବ। ଆଉ ଯଦି ଶୀତ ଦିନ ହେଇଥିବ, ପିଠି କରିକିରି ସୂର୍ଯ୍ୟଙ୍କୁ, ସୂର୍ଯ୍ୟର ଅପୋଜିଟକୁ ଅନେଇକିରି ବସିବ, ପିଠିରେ ଖରା ପଡ଼ିବ। ହେମୋଗ୍ଲୋବିନ୍ ଯାହାର ସର୍ଟ ଅଛି ସେ ବି ଠିକ୍ ହେଇଯିବ। ବୁଝନ୍ତୁ ସବୁ କଥା, ବୁଝିଲେ? ତେଣୁ ସାଧନର କ୍ରମଟା ଯେତେବେଳେ ଚକ୍ରଭେଦନ କରୁଥିବ, ଚକ୍ରଭେଦନରେ ମନ ଦେଇ ଚକ୍ରଭେଦନ କରିବ। ଗୋଟେ ଚକ୍ରରୁ ଆଉ ଗୋଟେ ଚକ୍ରକୁ ଡେଇଁବନି,
ଗୋଟେ ଚକ୍ରରୁ ଆଉ ଗୋଟେ ଚକ୍ରକୁ ମନ ଦେଇ ଆସିବ। ଧର ପାଦ ଜଏଣ୍ଟ ଗୋଇଠି ଜଏଣ୍ଟ କରୁଛ, ଗୋଇଠି ଜଏଣ୍ଟରୁ ଆଣ୍ଠୁ ପାଖକୁ ଆସିବ, ହଠାତ୍ ଆଣ୍ଠୁ ପାଖକୁ ଦେଇନାହିଁ, ମନ ଦେଇକିରି ଆସିବ, ତା ଭିତରେ ମନ ଦେଇକିରି ଆସିବ। ସେଠୁ ଯୋଉ ହାଡ଼ ଅଛି, ପବ ଅଛି, ମାଂସପେଶୀ ଅଛି, ସର୍ଭାଇଭାଲ ସିଷ୍ଟମ ଭେନ୍ ସବୁ ଅଛି, ସବୁ ଜଣ ଦେଖି ଆସିବ। ଏଇ ମୁଁ ଦେଖିଲି, ବର୍ତ୍ତମାନ ଆସିଲି, ଯାଉଛି, ଏଇ ପହଞ୍ଚିଗଲି ଆଣ୍ଠୁରେ। କେତେ ସମୟ ଲାଗିଲା? ଅଳ୍ପ ସମୟ। ମାନେ ଗୋଟେ ଲାଇଟ୍ ଚଲେଇକି ନେଇଗଲ ତୁମେ ତା ସହିତ କଳ୍ପନାରେ। ଜେରକ୍ସ ଲାଇଟ୍ ଯେମିତି ଚାଲୁଛି ଭିତରେ, ସେମିତି ତୁମେ ଗୋଇଠି ପାଖରୁ ଆଣ୍ଠୁ ପାଖକୁ ଲାଇଟ୍ରେ ନେଇ ପଳେଇବ। ସେ ସ୍ୱଚ୍ଛ ହେଇଯିବ, ପରିଷ୍କାର ହେଇଯିବ। ତମେ ଭାବନି ଏଇଟା କଳ୍ପନାରେ ହେଲା, କିଛି ହବନି। ଇଏ ବହୁତ କାମ ଦବ, ବହୁତ କାମ ଦବ। କଳ୍ପନାର ଲାଇଟ୍ ବହୁତ କାମ ଦବ। ଚକ୍ରଭେଦ ସର୍ବମୋଟରେ କହିବାକୁ ଗଲେ ପୁରା ନିରୀକ୍ଷଣ ପୂର୍ବକ ସାଧନ କରୁଥିବ। ନିରୀକ୍ଷଣ ପୁରା ଗୋଟେ ଷ୍ଟେପ ପରେ ଗୋଟେ ଷ୍ଟେପ ପୁରା ରହିକିରି ସଂସାରକୁ ଭୁଲିଯିବ, ନିଜକୁ ଭୁଲିଯିବ, ପରିବାରକୁ ଭୁଲିଯିବ, ତୁମ ସୁନା ରୂପା ଟଙ୍କା ପଇସା ଖଟ ଡାଲି ଚାଉଳ ଅଟା ଆଳୁ ପିଆଜ ରସୁଣ ଯାହା ସବୁ ଅଛି ସବୁ ଭୁଲିଯିବ, କିଛି ମନେ ପକେଇବନି। ଫେରି ଆସିବ ପୁରା ନିଜ ଶରୀର ଭିତରୁ। ଯୋଉଠି ଘରେ ଅଛ ସେ ଘରକୁ ବି ଭୁଲିଯିବ। ଘରକୁ ନେଇ ତ ଶରୀରକୁ ଭୁଲିଯିବ, ବୁଝିଲେ? ଯୋଉ ପଏଣ୍ଟକୁ ଆସିବ ସେଇ ପଏଣ୍ଟରେ କେବଳ ମନ ଦବ, ବାସ୍ ଧନ ହେଇଗଲା। ପ୍ରାଣ ସହିତ ମନ ଦଉଛ, ପ୍ରାଣମୟ ହେଇଯିବ ତମେ। ପ୍ରାଣ କେବଳ ପ୍ରାଣ ଦେଖାଯିବ, ମୁଁ ଦେଖାଯିବ, ଆଉ କିଛି ଶରୀର ଦେଖାଯିବନି, କେବଳ ପ୍ରାଣ। ମୁଁ ପ୍ରାଣ, ମୁଁ ପ୍ରାଣ, ପ୍ରାଣ ମୁଁ, ପ୍ରାଣ ମୁଁ, ଆଉ କିଛି ନଥିବ। ଆଉ ପ୍ରାଣ ତ ସବୁଆଡେ ବିସ୍ତାରିତ କରିଛି ନା ଶରୀରରେ। ତୁମେ ଦେଖିବାକୁ ଗଲେ ତୁମେ ପ୍ରାଣମୟ, ମନୋମୟ, ପ୍ରାଣମୟ, ପ୍ରାଣମୟ ପରେ ମନୋମୟ। ଏମିତି ସାଧନ କେବେ କଲଣି କି? ବୁଝିଲେ? ଏମିତି ସାଧନ କେବେ କଲଣି କି? ଯୋଉଗୁଡା କହି କହି ଯାଉଛି ସାଧନ କ୍ରମତା। ଆଜି କାହିଁ ଇଚ୍ଛା ହେଲା କହିବା ପାଇଁ। ଶୀତ, ବର୍ଷା ହଉଛି, ଥଣ୍ଡା ଲାଗୁଛି। ମୁଁ ଏଇ ଟପିକଟା ଆଣିଲି ଏଇଥିପାଇଁ ଯେ ପ୍ରତ୍ୟେକ ଦିନ ଯୋଉ କାମ ସାଧନ କରୁଛ ସେଇଟା ଭୁଲ ନ ରହୁ, ବୁଝିଲେ? ଆଉ ଗୋଟେ ମନେ ରଖନ୍ତୁ, ଗୋଟେ ଜବରଦସ୍ତ ପଏଣ୍ଟ। କଣ ନା, ତୁମେ ସାଧନ କରୁଛ ଠିକ ଅଛି, ଯୋଉଟା ଶିଖିଲା ଆମ ପାଖରୁ କଲ ସେ ଠିକ ଥିଲା। ପୁଣି ବେଳେ ବେଳେ ଯେତେବେଳେ ମନର ନେଗେଟିଭ ଭାବନା ଆସିବ ବା ମନ କିଛି ଦୋଷଯୁକ୍ତ ହେଇଗଲା, ତମ ସାଧନ ଦୋଷଯୁକ୍ତ ହେଇଯିବ, ସ୍ୱାଭାବିକ କଥା। ସାଧନ ଭୁଲ ହେଇଯିବ ଅଟୋମେଟିକ। ଆଜି ଯୋଉ ଭିଡିଓ ଦେଖିଲୁ ଜଣଙ୍କ ପେଟ କୁହାହେଇଛି କନଷ୍ଟାଣ୍ଟ ରଖିବ ବୁଲେଇବାଟା। ସେ ଗଲା ବେଳକୁ ଗୋଟେ ପ୍ରକାର ବୁଲଉଛନ୍ତି, ଆଇଲା ବେଳକୁ ଗୋଟେ ପ୍ରକାର ଫ୍ରିକ୍ୱେନ୍ସି ଚେଞ୍ଜ କରୁଛନ୍ତି। ଅବଶ୍ୟ ଭଲ 33% ଭୁଲ ରହୁଛି, 66 ଠିକ ରହିଲା। ମାନେ ଉଠିବାଟା ଠିକ ରହିଲା, ଖସିବାଟା ଭୁଲ। ତେଣୁ 1/3 ଖସୁଛନ୍ତି, ମାନେ 33% ଭୁଲ ରହିଲା, 33%। ତେଣୁ ପେଟ ଗୋଳମାଳ ହବ କି ନାହିଁ? ତେଣୁ ମୁଁ କହିଲିନି ଏ କଥା ଯେ ମନେ ପଡିଲା ଏବେ। କହିଲି ନାହିଁ ଯେ ମନ ଦୋଷଯୁକ୍ତ ହେଲେ ସାଧନ ଦୋଷଯୁକ୍ତ, ଭୁଲ ହେଇଯିବ। କେମିତି ରିଲେଟେଡ ରହୁଛି ମନ ସହିତ ଶରୀରର ବା ସାଧନ ବା ଯୋଗ। ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ। ମନ ଦୋଷଯୁକ୍ତ ହେଲେ ସାଧନ ଭୁଲ ହେଇଯିବ। ତମେ ଭୁଲ କର, ତମକୁ ଆଉ ଗୋଟେ ଦେଖାଯିବ, ଏଇଟା କଲେ କଣ ହେଇଯାଉଛି ଏହା ଭାବିବ। ଠିକ କରୁଥିବ, ହଁ ଗୁରୁଜୀ ଦେଇଛନ୍ତି, କିନ୍ତୁ ପୁଣି ମନ କଣ ଭାବିବ, ହଁ ଏମିତି କଲେ ବି କିଛି ଅସୁବିଧା ନାହିଁ। ଗଲା ସେଇଠୁ ଗଲା।
ଏଇଠି ମନଟା ଦୋଷଯୁକ୍ତ ହବାରୁ ଏ ଭାବନା ଆସିଲା। ତେଣୁ ଇଏ ଗୋଟେ ଭାବନି ଯେ ଗୋଟେ ଅର୍ଡିନାରୀ ଜିନିଷଟା, ଇଏ ପୁରା ରିଲେଟେଡ୍, ସବୁ ରିଲେଟେଡ୍। କାହାକୁ ତମେ ବାଦ ଦବନି। ସେଥିପାଇଁ ମନକୁ କୁହାଯାଇଛି ଶୁଭ ସଂକଳ୍ପ ମସ୍ତୁ, ଶୁଭ ସଂକଳ୍ପ ଯୁକ୍ତ ହେଇଯାଉ ମନ। ଶୁଭ ସଂକଳ୍ପ ମସ୍ତୁ। ସେଥିପାଇଁ ସୁଭାବନା ଅଣାଗଲା, ସେଥିପାଇଁ ଯମ ନିୟମ ଅଣାଗଲା। ଯମ ନିୟମରେ ରହିବା ବ୍ୟକ୍ତି କେବେ ଭୁଲ କରିବ ନାହିଁ। ଯିଏ ସତ୍ୟ ରହିଥିବ କେବେ ଭୁଲ ହବନି, ଭାବନା ନେଗେଟିଭ ଭାବନା ଆସିବନି। ସାଧନଟା ପରବର୍ତ୍ତୀ ଘଟଣା, ବୁଝିଲେ। ମାନସିକ ସ୍ତରରେ ଯେପର୍ଯ୍ୟନ୍ତ ଫିଟ୍ ନ ହେଇଥିବ ସାଧନ କରିବା ପାଇଁ, ସେ ପର୍ଯ୍ୟନ୍ତ ସାଧନ ବେକାର, ଭୁଲ ମଧ୍ୟ ସାଧନ ଠିକ ହବନି। ବୁଝିଲେ, ବହୁତ ଇମ୍ପୋର୍ଟାଣ୍ଟ କଥା ଏଇଟା। ତେଣୁ ସଦାବେଳେ ସାଧନକୁ ନ ଜଗିକିରି ମନକୁ ଜଗ। ମନ କୁଆଡେ ଯାଉଛି ଦେଖ, ମନ କୁଆଡେ ଯାଉଛି ତାକୁ ନିରୀକ୍ଷଣ କର। ସଦାବେଳେ ତମର କିଏ ଶତ୍ରୁ ଥାନ୍ତି ମିତ୍ର ଥାନ୍ତି, ସେ ହଉଛି ମନ। ମନ ତୁମର ବନ୍ଧୁ, ମନ ତୁମର ଶତ୍ରୁ, ମନ ତୁମର ନେଗୋସିଏଟର। ଜାଣିଲ, ମନ ହଉଛି ସ୍ପନ୍ସର, ମନ ହଉଛି ଡାଇରେକ୍ଟର, ମନ ହଉଛି ହିରୋ। ବୁଝିଲେ, ମନ ହଉଛି କୋଅର୍ଡିନେଟର। ମନର କେତେ ମାନେ ଡେଫିନେସନ ବାହାରିଲାଣି, କେତେ ମାନେ ଆଡଜେକ୍ଟିଭ ଲାଗିଲାଣି ମନ ସହିତ। ତେଣୁ ମନକୁ ସଦାବେଳେ ଦେଖ, ମନକୁ ସଦାବେଳେ ଦେଖ, ତାପରେ ସାଧନ ଉପଯୋଗୀ ହବ। ସାଧନ ନ କରିପାରିବ ସବୁଦିନ। ଏଇ ତ 30 ବର୍ଷ ହେଲା ସାଧନ କରୁଛନ୍ତି, ଚକ୍ରାର୍ଜନ କରୁଛନ୍ତି, ପ୍ରଣାମ କରୁଛନ୍ତି, ସବୁ କରୁଛନ୍ତି। କାହିଁକି? ଯେପର୍ଯ୍ୟନ୍ତ ମନକୁ ସ୍ଥିର ନ କରିଛନ୍ତି, ଯେପର୍ଯ୍ୟନ୍ତ ମନକୁ ସାବାଡ଼ ନ କରିଛନ୍ତି, ଯେପର୍ଯ୍ୟନ୍ତ ମନ ତୁମ ଅଧୀନରେ ନାହିଁ, ସେ ପର୍ଯ୍ୟନ୍ତ ସାଧନ ନାହିଁ ଜାଣ। ଆଉ ଡ୍ରେସର ଆବଶ୍ୟକତା ଅଛି। ଡ୍ରେସ ଢିଲା ଡ୍ରେସ ପିନ୍ଧିବେ, ଟାଇଟ୍ ନଥିବ, ରିଲାକ୍ସ ଲାଗୁଥିବ, ଚଡ଼ି ପିନ୍ଧିବ ନାହିଁ, ପ୍ୟାଣ୍ଟ ପିନ୍ଧି ସାଧନ କରିବ। ପ୍ୟାଣ୍ଟ ପିନ୍ଧିବ, ଗଞ୍ଜି ପିନ୍ଧିବ, ନହେଲେ ଟୋଟାଲ ଖୋଲା ବଡିରେ କରିବ। ଝିଅମାନେ ସେମିତି ଶାଢ଼ୀ ପିନ୍ଧିକି ସାଧନ କରିବେ ନାହିଁ। ଆଣ୍ଠୁ ପର୍ଯ୍ୟନ୍ତ ଗୋଟେ ପ୍ୟାଣ୍ଟ ପିନ୍ଧିବେ, ଉପରେ ଗୋଟେ ବେନିୟନ ପକେଇବେ। ଯେତେ ଢିଲା ରହିବ ବଡି, ଯେତେ ସ୍ଲାକ୍ ରହିବ, ସେଇଟା ଠିକ ସାଧନ ଲାଗିବ ତୁମକୁ କରିବା। ଆଉ ଟାଇଟ୍ ଡ୍ରେସ୍ ପିନ୍ଧିବେ ନାହିଁ। ଅଣ୍ଟା ଆଜିକାଲି ମେଡିକାଲ ସାଇନ୍ସ କହୁଛି କ୍ୟାନ୍ସର ହବାର କାରଣ ଯୋଉ ସ୍ତ୍ରୀ ଲୋକମାନେ ଟାଇଟ୍ କରି ପିନ୍ଧୁଛନ୍ତି, ଟାଇଟ୍ କରି ପିନ୍ଧୁଛନ୍ତି ଶାଢ଼ୀ, କ୍ୟାନ୍ସରର ମାନେ ସେଇଠି ତାର ମଞ୍ଜି ବୁଣା ହଉଛି। ବହୁତ ସମ୍ଭାବନା ରହୁଛି କ୍ୟାନ୍ସର ହବା ପାଇଁ। ଏଇଠି ତ ଆସୁଛନ୍ତି କେତେଟା ଡିଷ୍ଟ୍ରିକ୍ଟ, ପର୍ଟିକୁଲାର କେତେଟା ଡିଷ୍ଟ୍ରିକ୍ଟ ଲୋକମାନେ ସେ ଏତେ ଜୋରେ ଶାଢ଼ୀ ପିନ୍ଧିକି ଆସିଥିବେ, ସେ ଦାଗ ହେଇଯାଉଛି, ମାନେ ସତିକାର ଦ୍ୱିଖଣ୍ଡ, ସତିକାର ଦ୍ୱିଖଣ୍ଡ। ବୁଝନ୍ତୁ ଭଲ କଥା। ଯେତେ ଖୋଲା ଡ୍ରେସ୍ ପିନ୍ଧିବେ ସେତେ ତୁମକୁ ଶାନ୍ତି ଲାଗିବ, ଝାଳ ବୋହିଲେ ବି ଅବଜର୍ଭ ହବ। ମୁଁ ଖାଲି ଗୋଟେ ପ୍ୟାଣ୍ଟ ପିନ୍ଧିକି ସାଧନ କରୁଥିଲି, ଉପରେ କିଛି ନଥିଲା, ଯାହାଦ୍ୱାରା କି ଟଚ୍ ଦେବା ପାଇଁ ସୁବିଧା ହବ। ଖାଲି ବଡି ରହିଲେ, ଢିଲା ବଡି ରହିଲେ ତୁମେ ଟଚ୍ଟା ହାତଟା ସବୁଆଡୁ ଯାଇପାରିବ। ବୁଝନ୍ତୁ ଏଇ ପଏଣ୍ଟ।
ତେଣୁ ଯେତେ ସମ୍ଭବ ଢିଲା ଡ୍ରେସ୍ ଯେତିକି ଆବଶ୍ୟକ ପିନ୍ଧିବ। ଚୁଡ଼ିଦାର ପିନ୍ଧିଲେ କଣ ହବ ନା, ଚୁଡ଼ିଦାର ତ କଭର ହେଇଥିବ ଗୋଡ଼ଠୁ ଅଣ୍ଟା ପର୍ଯ୍ୟନ୍ତ, କୋଉଠି ଟଚ୍ ଦବ, ଟଚ୍ ଦେଇପାରିବନି। ଯେତେ ଖୋଲା ବଡିରେ ସାଧନ କରିବ ସେତେ ଉପଯୋଗୀ। ତାପରେ ଲାଇଟ୍, ଜଣେ ଜଣେ ଲାଇଟ୍ ଜଳେଇକି ସାଧନ କରୁଛନ୍ତି। ନୂଆ ନୂଆ ସାଧନ କରୁଥିଲେ ଖାତା ଖୋଲିକିରି ଆଖି ଖୋଲିକିରି ଦେଖି ଦଉଛନ୍ତି। ଆରେ ଇଏ କଣ, ଆଖି ବନ୍ଦ କରି ସାଧନ କରିବା ପାଇଁ କୁହାଯାଇଛି। ଖାତା ଖୋଲିକି ଆଖି ଖୋଲିକି କିଏ କହିଲା ସାଧନ କରିବା ପାଇଁ? ତେଣୁ ହୁସିଆର, କେବେ ଖାତା ଖୋଲିବନି କି ଆଖି ଖୋଲିବନି, ଲାଇଟ୍ ବନ୍ଦ କରିବ। ଜଣେ ଜଣେ କହୁଛନ୍ତି ଲାଇଟ୍ ବନ୍ଦ କଲେ ଡର ମାଡୁଛି। ତ ଶୋଉଛ କେମିତି ହେଲା ଆଖି ବନ୍ଦ କରି, ସେତେବେଳେ ଡର ମାଡୁନି? ଡର ମାଡୁଛି କି ନାହିଁ? ଆଜି ପର୍ଯ୍ୟନ୍ତ ଶୋଉଥିଲା ଠିକ ଅଛି, କିନ୍ତୁ ମୁନି ସମାଜକୁ ଆସିଲା ଯୋଗ କଲାବେଳେ କଣ ନା ଡର ମାଡୁଛି। ଇଏ କି କଥା? ଆଉ ଧୂପ କାଠି ଦେବେନି, କିମ୍ବା ମଶା ଧୂପ ଦବ ନାହିଁ। ମଶା ଧୂପ ଦେଲେ ସେ ଯୋଉ ପ୍ରାଣାୟାମ ବେଳେ ପଶିବ ନାକ ଭିତରେ, ହୁସିଆର। ସେଥିପାଇଁ ବିଷ ଗୁଡା ପଶିଯିବ ଭିତରୁ। ନା ଧୂପ କାଠି ଦବ ନା ଝୁଣା ଦବ। ଯଦି ପାରୁଛ ବନେଇକି ରଖିଥିବ କସ୍ତୁରୀ, ମିଶ୍ରି, ଏଲାଇଚି, ଘିଅ, ଏସବୁ ଅଗୁର, ଏସବୁ ମିଶେଇକି ଗୋଟେ ଝୁଣା ତିଆରି କରିଥିବ। ଯଦି ପାରିବ ଦିଅ, ନହେଲେ ଅନ୍ୟ ବେଳେ ଦେଇଦବ, ସନ୍ଧ୍ୟାରେ ଦେଇଦବ, ନହେଲେ ଶୋଇଲା ପୂର୍ବରୁ। ସେ ଘରଟା ଶାନ୍ତ ରହିବ, ବାତାବରଣ ଠିକ ରହିବ, ଗନ୍ଧ ହବନି, ଆଉ ପ୍ରାଣାୟାମ ଖୁବ୍ ଶୀଘ୍ର ଲାଗିବ। କିନ୍ତୁ ଧୂପ ଝୁଣା ବା ଯୋଉ ଆମର କଚ୍ଛପ, ମଶା ଧୂପ ଦବନି। ସାଧନରେ ଯଦି କାହାକୁ ଅପ୍ରତ୍ୟାଶିତ ଭାବରେ ଝାଡ଼ା ଲାଗିଲା କି ଜୋର ପରିସ୍ରା ଲାଗିଲା, ପରିସ୍ରା ଏଇଥିପାଇଁ ଲାଗିବ ନାହିଁ, ଯଦି ପାଣି ପିଇବ ପରିସ୍ରା ଲାଗିବ। ତେଣୁ ସାଧନ ପୂର୍ବରୁ ପାଣି କେବେ ପିଇବନି। ପରିସ୍ରା କରିକି ସାଧନ କରିବ। ଆସିକିରି ବ୍ଲାଡର ଖାଲି ହେଇଯାଇଥିବ। ଯଦି ଅକେଜନାଲି ଝାଡ଼ା ମାଡ଼ିଲା, ଝାଡ଼ା ଯିବ, ଆଉ କଣ ବନ୍ଦ କରିପାରିବ କି? ଝାଡ଼ା ଯାଇକି ଆସିକିରି ଯୋଉଠୁ ସାଧନ କରୁଥିଲ ସେଠୁ ଷ୍ଟାର୍ଟ କରିବ, 3ଟା ପ୍ରଣବ କରିବ। ପ୍ରଣବ କେବଳ 3ଟା କରିଦବ, ବାସ୍। ପୁଣି ଧର ହାତ ସାଧନ କରୁଛ, ହାତ ପାଖରୁ ଆରମ୍ଭ କରିବ, କିଛି ଅସୁବିଧା ନାହିଁ। ବୁଝନ୍ତୁ। ତେଣୁ କେତେ ଗୁଡ଼ିଏ ସାଧନରେ ଜାଣିବା ଦରକାର। ନାହିଁ ତ ଝାଡ଼ା ଜୋର ମାଡୁଛି, ସାଧନ କରିବାକୁ କେବେ ଉଠିବ ନାହିଁ କୁହାଯାଇଛି, ସାଧନ ସରିବନି। ସେ ଲୋକ କଣ କରିବ? ଅସୁବିଧାରେ ପଡ଼ିବ, ରୋଗଗ୍ରସ୍ତ ହେଇଯିବ ନା। ଝାଡ଼ାକୁ କେ ରୋକିବନି, ବେଗକୁ ରୋକନି। ଯେମିତି ଶୁଣିଥିଲା ଜଣେ ବ୍ୟକ୍ତି, ଗଛ ଉପରୁ ଚଢି ଯାଉଛି, ଡାଉକ ବୋବେଇଲା ଆଉ ଯିବନି। ଗଛ ଅଧାରେ ଚଢିଛି, ଫୁଲ ଆଣିବାକୁ ଢାଉକ ବୋବେଇ ଦେଲା, ସିଏ ଆଉ ଉପରକୁ ଉଠିଲା, ତଳକୁ ବି ଖସିଲାନି, ସେମିତି କୁଣ୍ଡେଇକି ଧରିଛି ସେ ଡାଇ। ଇଏ ନିର୍ବୁଦ୍ଧି। ତେଣୁ ମନ୍ଦ ବୁଦ୍ଧି ଯଦି ଜୁଟିବ, ଏସବୁ ଜୁଟିବ। ତେଣୁ ସାଧନ କରୁଛ ମାନେ, ଯଦି ନ ଶୁଣିଛ, ମୁଁ କହିଦେବାର କାରଣ ହଉଛି ଜାଣିଗଲ, ହଁ ଯାଇକିରି କରିପାରିବ। ଯଦି ନ ଜାଣିଥିଲ, ଝାଡ଼ା ଜୋର ମାଡୁଛି, କଣ କରିବ? ସେଠି ନା ସାଧନ କରିପାରିବ, ନା ଝାଡ଼ା ଯାଇପାରିବ। ନାହିଁ କମ୍ପ୍ଲିଟ ନ କଲେ ଯିବିନି, ଏଣେ ଝାଡ଼ା ତ ଅସମ୍ଭାଳ, କଣ କରିବ? ଝାଡ଼ା ଯିବ ଆগে, ଫାଷ୍ଟ ଯାଇକି ଫ୍ରେଶ ହବ, ତାପରେ ସାଧନ କରିବ। ବୁଝିଲେ? ତେଣୁ ହୁସିଆର ହେଇକି କେତେ ଗୁଡ଼ିଏ ଜିନିଷ ସାଧନ କରିବା ଦରକାର। ପାଣି ପିଇବେ ନାହିଁ। ଜଣେ ଠାକୁର ପୂଜା କରୁଛି, ତାପରେ
ओम नमः शिवाय आरंभ कर दीजिए, महामंत्र आरंभ कर दिए। ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो न प्रचोदयात्। एटा होची गायत्री मंत्र आरंभ कर दीजिए। ओम हुं जुं सभुर्भुवः स्वः एटा आरंभ कर दे। सब मंत्र आरंभ कर मझे किए रखला फूल आनी घर देला बहु देला कहला आने डाल रखी दे जा। तापर पुणी आरंभ कर ओम नमः शिवाय। मझे ड्रप मझे जो मंत्र भितर किसी क्या डाकबेनि क्या शुणे किए आसी पैसा मारला मंत्र कर पैसा नहीं जीव माँ कतरू मंत्र बंद पुणी आरंभ है मंत्र। ये ठाकुर पूजा एमती करा जाए तेणु से जोग भितर किए जो डाकिला तो उठनी उठिकी आसी जवाब दब तुम तुम बाटर तुम्हें थी। मु तो सन्धार जो जोग करे सन्धार भी करी सका करी बेले बेले खरा बेले भी करे 12टा मन अच्छी सन्ध्या जो कर किए डाक मेन गेट रे डाक तो अच्छा बहुत से बही जगी ना पढ़ा सी साधन कर जो कर मु शुणी कि नहीं ता कथा शुणिले बो कथा भी शुणी किस समय आउट होगला मनटा पुणी यथास्थान एमती हुए से किसी क्षति ना तुम्हें क्या कथा शुणीदेल साधन नष्ट होगला भ्रष्ट होगला से किसी ना मु साधन करुथी अल्लाह अकबर शब्द शुणव कौ दूर आस माइक कहते से जस्ट से समय जानीगला आम अनुमान कर नहीं गल कि हाँ ये समय एतटा होगा ये समय से अल्लाह अकबर हो मन गला पुणी फेरी आसला मन अच्छी एवं तो ट्रैक्टर चाष कर ट्रैक्टर चाष नाला 30 वर्ष तले आम साधन आरंभ कर सो हल बलद जोचिकी जाऊे ईश्वरटा घसी घसिका तले जाऊ से घर घर हो शब्द शुभुव आम मनटा पलैब से हल गला एत समय है जन हल नहीं जाऊँ सी किए नौ जना पड़ो केमती बलद इत्यादि इत्यादि घर घर रास्ता जाए शुभ मन पलैब पुणी फेरी आस मन नहीं आस जस्ट जीव पुणी फेरी आने कार अनुकूल हो पिठापण हुड़हुड़ी शब्द शंख हुड़हुड़ी शब्द देके जाऊे राति उठिक कौन करने शीतल दवा जो अनुकूल अनुकूल दवा शीतल दिया कहते अनुकूल अनुकूल करके आसे शुभ खाली तो शुभनी ता सहित जना पड़ो बहुत अरुआ चाउल गुड़ मिसिकी देते आम घर पतला चकुड़ी एकदम सरू टिकी 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 सब चकुड़ी खाली अनुकूल कथा मन पड़े से गुड़ा मन पड़ो कि नहीं ता सहित सी सब भासी आसो थाली आनीदेवे अमुक कर आम भी दि जाए समस्त मैंने ये सब बाटर सिस्टम किए कार दिंतु गोटे 2टा चकुड़ी 4टा चकुड़ी दिंतु अति सरू सरू चकुड़ी सेना टी अरुआ चाउल गुड़ लगे भोग हो सहित से गुड़ा मन पड़ो सत्वे साधन नष्ट होगला ना साधन जीव टी जीव कौन कर फेरी आस निश्चित कौन से दिन मरी जाए शब जाऊ हरिबोल कहीकि जाऊँ शुणव संध्या बेले साधन हरिबोल कांदुथे शुभ जाइए बहुत जाइए से बाट कि तुम्हें जीव मन जीव कि मन फेरी आस मन को फेर दायित्व तुम ना शब गला तुम्हें शब सहित निजे शब हो भाव मु तो दिने मरीजी नहीं कि सी मरीगला बाप थाई पु मरीगला कहीं केमती है कौन करिथिला अधा बयस मरीगला ये सब भावना करू करू अध घंटा पड़ेगा बस ये नष्ट हो साधन से
ତେଣୁ ଯଥାସମ୍ଭବ ଯାଇଛି ମନ ଯିବ ପୁଣି ଫେରି ଆଣିବ। ତା ସହିତ କିଛି ଭାବନା ରଖିବନି, କାଟିଦବ, ପୁରା ଲିଭେଇ ଦବ, ଡିଲିଟ୍ କରିଦବ ମନ ଭିତରେ। ନେକ୍ସଟ ପ୍ରୋଗ୍ରାମ ଯଦି ଅଛି ସାଧନ ପରେ ପରେ ନେକ୍ସଟ ପ୍ରୋଗ୍ରାମ ଥିବ କ'ଣ କରିବି, ବିଲକୁ ଯିବି କି ଚାକିରିକି ଯିବି କି କୋଉଠି ଯିବି, କ'ଣ କରିବି, ସାଧନ ବେଳେ ଜମା ଆଣିବ ନାହିଁ, ସେଗୁଡ଼ା କାଟିକି ରଖିବ। ନେକ୍ସଟ ପ୍ରୋଗ୍ରାମ ଜମା ଆଣିବନି, ଯାହା ଅଛି ସବୁ ପେଣ୍ଡିଂ କରି ରଖିବ, ଜମା ମନେ ପକେଇବନି, ଯାହା ମନେ ପଡିଛି କାଟିଦବ। ସାଧନ ସଇଲେ ସେଗୁଡ଼ା ମନ ଭିତରୁ କାରଣ କ'ଣ କରିବ କ'ଣ ନାହିଁ, କିନ୍ତୁ ସେଠି ଜମା ରଖିବ ନାହିଁ। ରଖିଲେ ଡିଲ୍ କରିବ ସେଇ ପ୍ରୋଗ୍ରାମ ସହିତ ଡିଲ୍ କରିବ, ଚକ୍ରଭେଦନ ହବନି। ଯଦି ଚକ୍ରଭେଦନ ହବ ସେ ଚକ୍ରଭେଦନ କିଛି ଲାଭ ହବ, ବୁଝିଲେ। ତେଣୁ କବାଟ ଖୁବ ଜୋର ଦେଇଥିବ, କବାଟ ଜୋର ନଦେଲେ ତମ ଭୟ ରହିବ, କାଳେ ମୂଷା ପଶି ଆସିବେ, ସାପ ପଶି ଆସିବେ, ବେଙ୍ଗ ପଶି ଆସିବେ, ବୁଝିଲେ। ମୁଁ ତ ସାଧନ କଲାବେଳେ ଗୋଟେ ବେଙ୍ଗ ପଳେଇ ଆସେ, ରାତି ସାରା ବୁଲୁଥିବ, ତମ ସାଧନ କଲାବେଳକୁ ସିଏ ଉଠିବ, ସେ କବାଟ ବାଟେ ଆସେ। ମୁଁ ତାକୁ କ'ଣ କରେ ନା କବାଟ ବହୁତ ଚାପିଦେବି, ଆଉ ବି କିଛି ଜିନିଷ ଆଉଜେଇ ଦେଇଥିବି, କରେ ଫାଙ୍କା ଯୋଉ ଗୋଟେ ଅଛି ଆସିବନି, ସେଇଟା ଚୁଣ୍ଟା ଦିଆଯାଇଛି। କାରଣ ସାଧନ କରୁଥିବ ଯଦି ସେଇ ବାଟେ ଡେଇଁକିରି ବେଙ୍ଗ ଯିବ ତୁମ ଉପରେ, ଭୟ ସୃଷ୍ଟି ହବ, ଘୃଣା ସୃଷ୍ଟି ହବ, ସାଧନ ନଷ୍ଟ ହେଇଯିବ। ତେଣୁ ଘରଟାକୁ ପୁରା ମଜବୁତ ଭାବରେ ମାନେ ପ୍ରୋଟେକ୍ସନ କରି ରଖିଥିବ, ପ୍ରୋଟେକ୍ସନ କରି ରଖିଥିବ, କେମିତି କେହି ନ ଆସନ୍ତି। ଆଉ ଦିନେ ଛାଡ଼ି ଦିନେ ଘରଟାକୁ ପୋଛୁଥିବ, ପାଣିରେ ପୋଛୁଥିବ, ଟିକେ ଲୁଣ ପକେଇଦବ, ପାଣି ପୋଛିଦବ, ପୁରା ପକ୍କା ଘର ଯଦି ପୋଛିକି ସାଧନ କରିବ। ଯୋଉ ଦେଖିବ ଜନ ଖରା ଦିନ ହେଇଥିବ, ତୁମେ ପୋଛିଦେଲ, ପାଣି ସଫା କରିଦେଇଥିବ, ସକାଳୁ ଧୋଇବ, ଆଉ କ'ଣ ସନ୍ଧ୍ୟାରେ ଧୋଇବ, ସକାଳୁ ଧୋଇବ, ପରିଷ୍କାର ଥିବ, ଦେଖିବ ତା ପରଦିନ ଏକ୍ଜାକ୍ଟ ତା ପରଦିନ ତମକୁ ବହୁତ ଶାନ୍ତି ଲାଗିବ ସାଧନ କରିବାକୁ, ଥଣ୍ଡା ହେଇଥିବ, ବହୁତ ବଢିଆ ଲାଗିବ, କାହିଁକିନା ପରିଷ୍କାର ଥିବ ଜାଗା। ଆଉ ପୂର୍ବରୁ ଝାଡୁ ମାରିବ, ସପ ପକେଇବ, ଗନ୍ଥା ବିଛଣା ବା ବେଡସିଟ୍ ପକେଇ ସାଧନ କରିବ। ଆଉ ଯୋଉ ବିଛଣା ଗୁଡା କେବେ କାହାକୁ ୟୁଜ କରିବାକୁ ଦବନି, ଯୋଉ ବିଛଣା ଗୁଡା ରହିଛି ତାକୁ ୟୁଜ ଅନ୍ୟମାନେ କରିବେନି, ତୁମେ ବି କରିବନି, ସେଟା ରଖିଦେଇଥିବ, ଯେତେବେଳେ ସାଧନ ହବ, ସାଧନ ପାଇଁ ସେଇଟା ୟୁଜ ହବ। ତମ ଡ୍ରେସ୍ ହଉ, ବେଡସିଟ୍ ହଉ, ଗନ୍ଥା ହଉ, ସପ ହଉ, ତାକୁ ୟୁଜ କରିବନି ଅନ୍ୟ ବେଳେ, କୁଣିଆ ଆଇଲା ତାକୁ ଦବନି, ସେଟା ସ୍ପେଶାଲ ରଖିଥିବ ତୁମ ପାଇଁ, କାରଣ ତାର ନେଗେଟିଭ ଏନର୍ଜି ସେ ସପରେ ରହିବ, ସେ ବିଛଣାରେ ରହିବ। ତୁମ ସାଧନ ତୁମ ଉପଯୋଗୀ ନିଜେ ବି ୟୁଜ କରିବନି ଅନ୍ୟ ବେଳେ, ସେଇ ସମୟରେ ବାହାର କରିବ। ଡ୍ରେସଟି ସେଇ ସମୟରେ ପିନ୍ଧିବ, ଡ୍ରେସ ପିନ୍ଧିଲେ କ'ଣ ହବ ନା ସେଇ ଯୋଗ ଡ୍ରେସ ତମକୁ ଉତ୍ସାହ ହବ, ମୁଁ ଯୋଗ କରିବାକୁ ଗଲି, ଫିଟ୍ ହେଇଯିବ, ମନ ବି ଜାଣି ନେଇଯିବ ଏ ଡ୍ରେସ ପିନ୍ଧିଲାଣି ମୁଁ ଯୋଗ କରିବ, ସେ ବସିବ। ସାଧନ ଦିନଟା ଆରମ୍ଭ କଲେ କେତେ କଥା ଆଲୋଚନା ହେଇପାରିବ। ଟାଇମ ହେଲାଣି, ପୁଣି 5 ମିନିଟ ଆଗକୁ ପଳେଇଲାଣି, କ'ଣ କରିବା ଆଜି କୁହନ୍ତୁ, ଆଗକୁ ଯିବା ଆଉ ନା ପୁଣି ଆଲୋଚନା କରିବା, ପୁଣି କାଲି ଆଲୋଚନା କରିବା, ଆଲୋଚନା କରିପାରିବା। ମୁଁ ଭାବୁଛି ଆଜିର ସତ୍ସଙ୍ଗ ନିହାତି ଜାଣିବାର ଥିଲା, ଏଗୁଡ଼ା ସବୁ ଉପଯୋଗୀ କଥା ସାଧନ କ୍ରମରେ। ଆଉ ଏଇଠି ରଖିବା, ଏହା ସହିତ ମତାମତ ନେବା, ଟାଇମ ହେଲାଣି। କୁହନ୍ତୁ, କିଏ କହିବେ କ'ଣ କୁହନ୍ତୁ, ଆଉ କ'ଣ ବୁଝିବାର ଅଛି କୁହନ୍ତୁ, ନହେଲେ କେମିତି ଲାଗିଲା ଏଇଟା ତାରି ଉପରେ ନା। ଆଜି ତ ସତ୍ସଙ୍ଗ ପୁରା ବହୁତ ଭଲ ହେଇଗଲା ଗୁରୁଜୀ। ଆଉ ପାଗ ଯଦି ଆପଣ କହୁଥିଲେ ସିନା ଭଲ ଲାଗିବନି, ପୁରା ତ ଏକଦମ ମର୍ମସ୍ପର୍ଶ ହେଇଗଲା, ପୁରା ଏକଦମ ବହୁତ ବଢିଆ।
ଆଜି ଆଲୋଚନା ବହୁତ ସୁନ୍ଦର ହେଲା। ସାଧନା କ୍ରମ ଏତେ ସୁନ୍ଦର ବୁଝେଇଲେ ଆମେ ପ୍ରକୃତ ବହୁତ ଭୁଲଭାଲ କରୁଥିଲୁ। କାଲି ଆଉ ଆଲୋଚନା କରନ୍ତୁ ବହୁତ ଶିଖେଇଥିଲେ ଏତେ ଏଇ ସବୁ ଧାରାରେ ନ କଲେ ସେମାନେ କାହିଁକି ଜାଗ୍ରତ ବି ହେବେ। ଆମେ ସବୁ ଏତେ ଭୁଲଭାଲ କରୁଥିଲୁ ଆଉ କହିବା କଥା ନାହିଁ। ସବୁ ସିଷ୍ଟମ ବତେଇଲେ କାଲି ଆଉ ଟିକେ କୁହନ୍ତୁ ଆଉ ସବୁ ଜାଣିବା ଆଗ୍ରହୀ ବଢିଆ ଲାଗିଲା କାଲି। ବଜାୟ ରଖନ୍ତୁ। ହଁ କାଲି ଯାଇଛି ଜୟ ଜୟ ବାବା ଯାଇଛି କୁହନ୍ତୁ। ଜୟ ବାବା ଆଜିକା ଆଲୋଚନା ମାନେ ଆମେ ତ ସବୁଦିନ ସାଧନ କରୁଛୁ କିନ୍ତୁ କୋଉଟା ଗୋଟେ ଯେମିତି ମନେ ପଳେଇଗଲେ ଏ ମାଇଣ୍ଡ ଭିତରେ ରହୁଛି ଏ ମନେ ପଳେଇଗଲା କଣ କରିବି ଆଜି ସାଧନଟା ଏମିତି ହେଲା ସେମିତି ହେଲା। କିନ୍ତୁ ଆପଣଙ୍କ ପାଖରେ ଏଇ ସବୁ ଜିନିଷ ଶିଖିଲା ବେଳେ ମନେ ହଉଛି ନାଇଁ ନାଇଁ ତାହେଲେ ସାଧନଟା କାଲି ଯଦି କରିବି ଏମିତି ଯଦି କିଛି ହେଇଯିବ ମୁଁ ପୁଣି ଷ୍ଟ୍ରଙ୍ଗ ହେଇକି ବସିଯିବି। ମାଇଣ୍ଡ ଭିତରେ ଏସବୁ ଆଖି ଯାଉଛି। ସେଇଥିପାଇଁ କି ଏଇ ଆଲୋଚନାଟା ବି କାଲି ବି ହେଲେ ଆହୁରି ବଢିଆ ଲାଗିବ। ଭଲ ବି ହେଲା ବହୁତ ଭଲ ଲାଗିଲା। ଆଉ ବହୁତ କଥା କହିବାକୁ ଅଛି ସାଧନ କ୍ରମରେ। ହଁ ଆଜ୍ଞା ମୁଁ କହିବି କୁହନ୍ତୁ। ଆଜ୍ଞା ଆଜ୍ଞା ଖଇଁଚି ବା ଘୁଙ୍ଗୁରା ବସିଛୁ କିନ୍ତୁ ଦେଖିଲା ବେଳକୁ ରାତି ସାରା ଅନିଦ୍ରା କିନ୍ତୁ ମାଛ ଘୁଙ୍ଗୁରାରେ ପଡୁନାହାନ୍ତି। ଆମ ଅବସ୍ଥା ସେଇଆ। ଏରା ସବୁ ଆର୍ଥ ପାର୍ଥ ହେଇଯାଏ। ଏରା ସବୁ ଆମର ଆଇଡିଆ ଏତେ ନଥିଲା। ଆପଣ ଆଜି ଭଲ କଥା ଗୁଡ ରହସ୍ୟ କଥା କହିଲେ। ଆଜି ଉପରେ ବି କାଲି ଆହୁରି କିଛି କୁହନ୍ତୁ ଭଲ ହବ। ଠିକ କଥା। ମୁଁ ତ କହିଲା ବେଳେ ଭାବୁଥିଲି ଏ ସବୁ ନିଶ୍ଚିନ୍ତ କାହାର ନା କାହାର ସବୁ ଡିଫେକ୍ଟିଭ ଥିବ। କାହିଁକିନା ସବୁ ଯାକ ଜ୍ଞାନ ନଥିବ। ଉପଯୋଗୀ ବହୁତ କଥା ଜ୍ଞାନ ନଥିବ। ବହୁତ ଉପଯୋଗୀ କଥା ଗୁଡ ରହସ୍ୟ କଥା ଇଏ। ଗୁରୁଜୀ ଯୋଉ ପଏଣ୍ଟ ଟା କହିଲେନି କି ତଳେ ଆର୍ଥ ରହୁଛି ଆଉ କାନ୍ଥରେ ଆର୍ଥ ରହୁନି ବୋଲି ବୁଝିଲେ ଆଜ୍ଞା। ହଁ କିନ୍ତୁ ସେ ଭୁଲ ଟା ବାରମ୍ବାର ହଉଛି। ହୁଏତ ଆମେ ସିନା ଚପଲ ପିନ୍ଧି ଦଉଛୁ ପାଦରେ କିନ୍ତୁ କାନ୍ଥରେ ତ ହାତ ମାରିବା ତ ବନ୍ଦ ହଉନି ନା। ସେଇଟା ବା ମୁଁ ଅନୁମାନ କରୁଛି ବା। ହଁ ନାଇଁ ଠିକ ଅଛି। କାନ୍ଥକୁ ଛୁଇଁବେ ନାହିଁ। ସମାଧି କହୁଥିଲେ ଗୁରୁଜୀ। ଏସବୁ କଥା ନିହାତି ଆମର ଜାଣିବା ଦରକାର ଥିଲା। ସେଟା ବହୁତ ବଢିଆ ହେଲା। ଆମେ କୋଉଠି ଭୁଲ କରୁଥିଲୁ କୋଉଠି କଣ କରୁଥିଲୁ ସେଟା ଯାଉ ସଂଶୋଧନ ହେଇଗଲା। ଆହୁରି ବି ଇଚ୍ଛା ବଢିଲା। କାଲିକି ବି ଏଇ ବିଷୟରେ ଯଦି ହବ ଆହୁରି ବି ଆମ ସଂଶୋଧନ ହେଇଯିବ। ଆଉ ସମସ୍ତଙ୍କୁ ଖୁସି ଲାଗିଛି ଏ କଥାରେ। ମତେ ବି ବହୁତ ଖୁସି ଲାଗିଛି। ଅବଶ୍ୟ କିଛିଟା ମତେ ଗୁରୁମା କହିଥିଲେ ଏଇଟା ହବ ସେଇଟା ହବ। ଆଶ୍ରମ ଯେହେତୁ ଯାଏ କିଛିଟା ସେ କୁହନ୍ତି ମାନେ କାମ କରୁ କରୁ ବସୁ ବସୁ ଏମିତି କହନ୍ତି କିଛିଟା ଜାଣିଥିଲେ। ଆଉ ଆଜି କିନ୍ତୁ ଯାହା କିଛି ଭୁଲ ହେଇକା ଯାଉଥିଲା ଆଉ ଭୁଲ ସମସ୍ତଙ୍କର ପ୍ରାୟ ହବନି। ମୋର ବି ହବନି। ଆଉ କାଲି କିନ୍ତୁ ଏଇ ବିଷୟରେ ଆଲୋଚନା କଲେ ବହୁତ ଭଲ ହବ। ଆଉ ସେ ମନକୁ ଦେଖ ବୋଲି ବହୁତ ବଢିଆ ବି ହେଇଛି। ସମସ୍ତେ ଶୁଣିକି ଖୁସି ହେଇଛନ୍ତି। ହାଇଦ୍ରାବାଦରେ ସିଏ ବି ଶୁଣିକି ସେ କହିଲେ ଏଇରମ ଗୁରୁଜୀ ଯୋଉଟା ମନକୁ ଦେଖ ବୋଲି ଛାଡିଛନ୍ତି ଏଇଟା ବଢିଆ ହେଇଛି। ଆଉ କିନ୍ତୁ ସାଧନ କରିବା ଆମେ ଯାଇକି ଏତେ ସମୟ ଦେଇକି ଆମେ ତ ଜାଣିପାରୁନୁ। କିନ୍ତୁ ଏଇ ସତ୍ସଙ୍ଗ ମାଧ୍ୟମରେ ମଝିରେ ମଝିରେ ଏଇଭଳିଆ ସାଧନ କୋଉଟା ଭୁଲ ରହୁଛି କୋଉଟା ଠିକ ରହୁଛି ଦିଦି ଏଇ ବିଷୟରେ ଆଲୋଚନା ହବ ତାହେଲେ ଆମର ଧୀରେ ଧୀରେ ସଂଶୋଧନ ହେଇକା ନିଶ୍ଚିତ ଯିବ। ଗୁରୁଜୀ ପ୍ରଣାମ। ଗୁରୁମା ପ୍ରଣାମ। ଧନ୍ୟବାଦ। ମତାମତ ରଖିଲେ ଠିକ ଲାଗିଛି ବୋଲି ସମସ୍ତଙ୍କ ମତ ମଧ୍ୟ ରଖିଲେ। ନିଜ ମତ ରଖିଲେ ଠିକ ଲାଗୁଛି। ଧନ୍ୟବାଦ। ସେଥିପାଇଁ ଆଉ ଉତ୍ସାହ ସୃଷ୍ଟି ହେଉଛି କହିବା ପାଇଁ। ନେକ୍ସଟ କାଲି ମଧ୍ୟ ଏଟାକୁ ଚେଷ୍ଟା କରିବା କହିବା ପାଇଁ। ଆଉ କିଏ କହିବେ କୁହନ୍ତୁ। ଜୟ ଜୟ ଗୁରୁଜୀ। ଜୟ ଜୟ। ରଞ୍ଜନ କହୁଥିଲି। ଗୁରୁଜୀ ସତ୍ସଙ୍ଗ ଆଜି ବହୁତ ଚମତ୍କାର ହେଇଛି। ଏବଂ ଯେହେତୁ ଆମର ସାଧନରେ ବି କିଛି ପ୍ରୋବ୍ଲେମ ରହୁଥିଲା ଏ ସାଧାରଣ କଥା ଇଏ ସାଧାରଣ କଥା ନୁହଁ। ସାଧନ ସହିତ ଏ ଜିନିଷ ନିହାତି ଦରକାର। ସାଧନ କ୍ରମ ଆପଣ ଯୋଉ ବୁଝେଇଲେ ଅତି ସୁନ୍ଦର ଆଉ ଆମ କାମରେ ବହୁତ ଲାଗିବ। ଆପଣ ଏ ବିଷୟରେ ଆହୁରି କହିଲେ ଆହୁରି ଦରକାର। ଏତିକି କହୁଛି। ଜୟ ଜୟ। ଧନ୍ୟବାଦ। ସ୍ୱଳ୍ପ ସମୟରେ ନିଜର ଭାବନାର ଆବେଗକୁ ଏଠି ଉପସ୍ଥାପନ କଲେ। ଧନ୍ୟବାଦ। ଅନୁରୋଧ ରକ୍ଷା କରିବା। ଦେଖିବା କାଲି ପୁଣି ଆରମ୍ଭ କରିବା। ବହୁତ କଥା ଅଛି ସାଧନ କ୍ରମରେ ବହୁତ କଥା ଅଛି। ମୁଁ ନର୍ମାଲ ଭାବରେ କହିଛି ଏଗୁଡ଼ା ସବୁ ବୁଝିଲେ। ସେମିତି କିଛି ଭାବିକିରି କହିନି। ଯାହା ରିଅଲ ଜିନିଷଟା ଅନୁଭବ କରିଛି ତାକୁ କୁହାଯାଉଛି ବା
ଆମ ଏକ୍ସପିରିଏନ୍ସ ଭିତରେ ଥିଲା ଏଗୁଡ଼ା ସବୁ ପୂର୍ବର ସାଧନ କ୍ରମରେ ଥିଲା। ମୁଁ ଅନୁଭବ କଲି ଏଗୁଡ଼ା ତ ନିହାତି ଦରକାର, ଭୁଲ ଭାଲ ହେଉଥିବ, କେତେ ଗୁଡ଼ିଏ ଲୋକଙ୍କୁ ଦେଖୁଛି ସବୁ ପୂର୍ବରୁ ଯେଉଁମାନେ ଆମ ପାଖରେ ନ ନେଇକି ଯେ ନୂଆ ନୂଆ ବ୍ରାଞ୍ଚରେ ଆସୁଛନ୍ତି ତାଙ୍କର ଅନେକ ଭୁଲ, ଅନେକ ଭୁଲ, ମାନେ ଏତେ ଡିଟେଲ୍ସ କେହି ନେରେଟ୍ କରୁନାହାନ୍ତି, କେହି ଏତେ ଏକ୍ଜାଜେରେଟ୍ କରିକି ବୁଝୁନାହାନ୍ତି। ହୁଏତ ଯୋଗ ଶିକ୍ଷକଙ୍କ ନଲେଜ କମ୍ ଥାଇପାରେ, ଏତେ ଏକ୍ସପିରିଏନ୍ସ ଆଣୁନାହାନ୍ତି। ଆଉ ଯେଉଁମାନଙ୍କର ସାଧନ କ୍ରିୟା ଅଛି ଠିକ୍, ହୁଏତ ଏତେ ବୁଝିବା ଶୈଳୀ ଠିକ୍ ନଥିବ। ତା ମାନେ ମୁନି ନାହାନ୍ତି ଯେ ସମାଧି ହେଇନାହାନ୍ତି, ଅଛନ୍ତି କେତେଜଣ ଓଡ଼ିଶାରେ, ମୁଁ ପ୍ରତ୍ୟକ୍ଷ ଜାଣିଛି, ଦେଖିଛି ସେମାନଙ୍କର, କିନ୍ତୁ ବୁଝେଇବା ଶୈଳୀ ଏବଂ କହିବା ଶୈଳୀ ହୁଏତ ଡିଫରେନ୍ସ ହେଇପାରେ, ଯେଉଁଟାକି ତାଙ୍କୁ ସେମାନେ ବୁଝିନାହାନ୍ତି। ଜୟ ଜୟ କୁହନ୍ତୁ। ଆଉ ଯେଉଁମାନେ ସତ୍ସଙ୍ଗରେ ଅଛନ୍ତି ସମସ୍ତଙ୍କୁ ମୋର ଜୟଜି। ଆଉ ଆଜିର ସତ୍ସଙ୍ଗ ତ ଯୋଗ କେମିତି କରିବା ତା ଉପରେ କହିଲେ, ବହୁତ ଭଲ ଭାବରେ କହିଲେ। ଯୋଉମାନେ କରୁଛନ୍ତି ତାର ସେ ଜାଣିଲେ ଜିନିଷ କୋଉଟା ଠିକ କରିବେ କି ଭୁଲ କରିବେ। ଆଉ ମୋ ପୂର୍ବରୁ ତ ବହୁତ ଜଣ କହିଗଲେଣି ବହୁତ ସୁନ୍ଦର ଭାବରେ, ଯିଏ ଯାହା ମନେ ରଖିଛନ୍ତି, ଯୋଉଟା ଠିକ ଲାଗିଲା କହିଲେ, ମୁଁ ବି ଶୁଣୁଛି, ବହୁତ ଭଲ ଲାଗୁଛି। ସମୟ ବହୁତ ପଳେଇ ଗଲାଣି, କହି ସାରିଲାଣି, ଅଳ୍ପ କିଛି ସମୟ ଅଛି, ତା ଭିତରୁ ଟିକେ ଅଳ୍ପ କିଛି କହୁଛି। ଯେ ଫାଷ୍ଟ ସତ୍ସଙ୍ଗରେ ଶୁଣୁଥିଲି, ପ୍ରଥମରୁ କହିଲେ ଯେମିତିକି ସତ୍ସଙ୍ଗ ଆଶ୍ରମକୁ ଜଣେ ଆସୁଥିଲେ, ଜଣେ ଲେଡିଜ ଆସୁଥିଲେ, ସେ କହିଲେ ମାନେ ତାଙ୍କୁ ଆଖିକୁ ଦିଶୁ ନଥିଲା, ସାପ କାମୁଡି ଦଉଥିଲେ ବି ସେ ନିଜେ ପ୍ରଣବ କରିକି ନିଜେ ଛାଡି ଯାଉଥିଲେ, ତାପରେ ସେ ଠିକ ହେଇଯାଉଥିଲେ। ଏଇଠୁ ଆମେ ଗୋଟେ ବହୁତ ବଡ ଜିନିଷ ଜାଣିଲେ, ଯୋଉଟା କି ସତ୍ୟ ବିଶ୍ୱାସ। ଏତେ ବିଶ୍ୱାସ ତାଙ୍କ ଭିତରେ ଅଛି, ସେ ନିଜକୁ ନିଜେ କ୍ୟୁର କରିପାରୁଥିଲେ, ଆରୋଗ୍ୟ କରିପାରୁଥିଲେ। ବହୁତ ବଡ ଜିନିଷ ଆଜି ସତ୍ସଙ୍ଗରୁ ଆମକୁ ଆପଣଙ୍କ ଦ୍ଵାରା ମିଳିଲା। ବହୁତ ଭଲ ଲାଗିଲା, ଖୁସି ଲାଗିଲା। ଆଉ ସତ୍ସଙ୍ଗରେ ଆଉ ବହୁତ କିଛି ତ କହିଲେ, ଅଳ୍ପ ଟିକେ କିଛି କହୁଛି ଯେ ଯୋଗ କରିବା ପୂର୍ବରୁ ଆମେ ମନକୁ କେମିତି ଶୁଭ କଳ୍ପନାରେ ରଖିବା। ମନଟା ସବୁବେଳେ ଶୁଭ ଯୁକ୍ତ ହେଲେ ଆମ ସାଧନ ବି ଠିକ ହେଇଯିବ। ଯଦି ଅଶୁଭ ଯୁକ୍ତ ହେଲେ ସେଇଟା ଡେଫିନେଟଲି ମନେ ପଡିବ। ଏଇଟା ତ ମୁଁ ନିଶ୍ଚିତ ହେଇସାରିଛି। ତେଣୁ କରି ଆମେ ଯେଉଁମାନେ ସତ୍ସଙ୍ଗରେ ଅଛନ୍ତି, ଜାଣୁଛନ୍ତି, ଆମେ ଆମର ଡେଭଲପ ଏଇଥିରେ କରିପାରିବା ଯେ ଆମେ ଖାଲି ସତ୍ସଙ୍ଗରେ ରହିଗଲେ କଣ ହବ, କିଛି ନାହିଁ, କିନ୍ତୁ ଆମେ ଆମ ଅଲଗା ଲୋକଠାରୁ, ଆଗଲା ଲୋକଠାରୁ ଆମେ ଟିକେ ନିଆରା ହେଇଯିବା। କଣ ନିଆରା ହେଇଯିବା? ବହୁତ ସୁନ୍ଦର ଜିନିଷ କହୁଛନ୍ତି। ଏଇ ଯୋଉ ସତ୍ସଙ୍ଗ ଏବେଠୁ ମୁଁ ଜାଣିଲି ଏବେ ପର୍ଯ୍ୟନ୍ତ, ତାର ମୁଁ ଗୋଟେ ୱାର୍ଡର ମୁଁ ତାର ପାଇପାରୁଛି, ତାର କଣ ବେନିଫିଟ ମୁଁ ନିଜେ ପାଇପାରୁଛି, ସେଟା ମୁଁ କେବେ ଏତେ କମ ସମୟରେ ମୁଁ କହିପାରିବିନି। ହୁଏତ ମତେ ବହୁତ ଟାଇମ ଦେଲେ ମୁଁ କରିପାରିବି। ବେଳେ ବେଳେ ମୁଁ ମାନେ ଏତେ ନିଜକୁ ନିଜ ଏଇ ସତ୍ସଙ୍ଗର କିଛି ଗୁଡାକ ଯାହା ସବୁ ଶୁଣିକି ନିଜେ ସମାଧାନ କରିଛି, ଆଉ ମୁଁ ନିଜେ କାନ୍ଦି ବି ପକଉଛି। କଣ ମୁଁ ଜାଣିଲି, କେତେ ସୁନ୍ଦର ଜିନିଷ ମୁଁ ପାଇପାରିଲି, ନିଜକୁ ନିଜେ କହିପାରୁଛି, ହଁ ନିଶ୍ଚିତ କିଛି ତ ଭଲ କରିଛି ବା କରୁଛି ଏଇ ଜନ୍ମରେ। ସେଥିରେ ମତେ ଏତେ ଶାନ୍ତି ଦଉଛି ଏ ସତ୍ସଙ୍ଗର ଜିନିଷ ଗୁଡାକ, ଯାହାକି ମୁଁ ନିଜେ ତାର ବେନିଫିଟ ପାଇବା ସହିତ ମୁଁ ଆଗଲା ଲୋକର ଯାହାର ବି କିଛି ପ୍ରୋବ୍ଲେମ ହଉଛି କି କଣ, ମୁଁ ରହିପାରୁନି, ନାଇଁ ଏମିତି କଲେ ବି ହେଇପାରିବ, କିଛି ନହେଲେ ବି ସତ୍ସଙ୍ଗ ଶୁଣନ୍ତୁ। ବହୁତ ଲୋକ ଦୁଃଖରେ ଅଛନ୍ତି ଯେ ଆମେ କେତେ ଭଲରେ ଅଛନ୍ତି ମୁଁ ନିଜେ ଦେଖୁଛି। ମତେ ଯେମିତି କି ଆତ୍ମଦେବ ମତେ ମୋ ସହିତ ସେଟା କରୁଛନ୍ତି, ଦେଖ ଆଗଲା ଲୋକ କେତେ ଅସୁବିଧାରେ ଅଛନ୍ତି, କେତେ ଭଲ ଜିନିଷ ତୁ ପାଇଯାଇଛୁ। ଆଉ ସେ ତେଣୁକରି ଆମେ କଣ କରିବା ନା, ସତ୍ସଙ୍ଗରେ ରହିକି ଯଦି ଏଇ ଜିନିଷ ଗୁଡାକ ଆମ ଭିତରେ ରଖିଦବା, ଆମେ ନିଜେ ତ ଭଲ ହବା, ଆମ ଆଗରେ ଯୋଉ 5 ଜଣଙ୍କୁ ଆମେ ବହୁତ ଭଲ କରିଦବା। ଆଉ ଯେତେବେଳେ ଶେଷ ନିଶ୍ୱାସ ଆମେ ଛାଡିବା ନା, ସେତେବେଳେ ବହୁତ ଭଲ ଭାବରେ ଆମ ଜୀବନ ଯିବ। ସେତେବେଳେ କିଛି ନଥିବ, ବହୁତ ଲାଗିବ ଯେମିତି କି ଗୋଟେ ବହୁତ ଭଲ କର୍ମ କରିକା ଆସିକି ଆମେ ଗଲେ। ନାହିଁ ତ କିଛି ଜାଣିପାରିବାନି, ଏମିତି ତ ନର୍ମାଲ ସମସ୍ତେ ଯିବେ, ଆମେ ବି ତ ଯିବା। ତେଣୁକରି ବହୁତ ସୁନ୍ଦର କଥା, ଶୁଭ ମନ, ଶୁଭ ସଂକଳ୍ପ କରିଦବା ଆମ ମନକୁ। ମନଟା କହିଲେ ମନ ହଉଛି ଆମର ମିତ୍ର ବା ଶତ୍ରୁ। କାହାକୁ ଯୋଗନି, ମନକୁ ଯୋଗ। ସବୁଠୁ ଇମ୍ପୋର୍ଟାଣ୍ଟ ହଉଛି ମନ। ଆଜି ମଧ୍ୟ ସେ ଯୋଗ ସତ୍ସଙ୍ଗରେ କହିଲା ଭିତରେ ମନକୁ ହିଁ ଆପଣ ବେଶୀ ଗୁରୁତ୍ୱ ଦେଇ କହିଛନ୍ତି।
ବହୁତ ଭଲ ଲାଗିଲା। ଆଉ କଣ କହିବି, ଏତିକି କହି ରହୁଛି। ଜୟ ଜୟ। ଧନ୍ୟବାଦ। ସୁନ୍ଦର ମତାମତ ରଖିଲେ, ବଳଶାଳୀ ମତ ଏଠି ରଖି ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି, ସମସ୍ତଙ୍କ ପ୍ରାଣରେ ଉତ୍ସାହର ବାଣୀ ସୃଷ୍ଟି କରିଛନ୍ତି। ଧନ୍ୟବାଦ। ନେକ୍ସଟ କିଏ କହିବେ କି ଆଉ? ଜୟ ଜୟ ଗୁରୁଜୀ। ଜୟ ଜୟ। କୁହନ୍ତୁ। ମୁଁ କିଛି କହିପାରିବି? କୁହନ୍ତୁ। ଆଜି ସତ୍ସଙ୍ଗରେ ଉପସ୍ଥିତ ମୋର ପରମ ପୂଜ୍ୟପାଦ ଗୁରୁଜୀ ଗୁରୁମା ଓ ଜିଜ୍ଞାସୁ ଓ ଜ୍ଞାନୀ ମୁନି ଓ ମୁନିମତୀ ଭାଇ ଭଉଣୀ ମାନେ, ଆଜି ସତ୍ସଙ୍ଗଟା ନିଆରା ଥିଲା। କାରଣ ଆମେ ଯାହା କିଛି କରୁଛେ, ଆମକୁ ଯାହା କ୍ରିୟା ଶିଖି ଦିଆଯାଇଛି, ତାର ଭଲ ମନ୍ଦ, ତା ତାତ୍ପର୍ଯ୍ୟ, ତାକୁ କିଭଳି ଭାବରେ କରିବା, ତା ପାଇଁ କିଛି ବିଧିବଦ୍ଧ ବ୍ୟବସ୍ଥା ଆମେ ଜାଣିନଥିଲୁ, ବା ବିଧିବଦ୍ଧ ବ୍ୟବସ୍ଥା ଆମେ କୌଣସି ସତ୍ସଙ୍ଗରେ ପ୍ରାୟ ହେଇନଥିଲା। ଖାଣ୍ଡିଆ ଖାଣ୍ଡିଆ ହିସାବରେ ସବୁ ଗୋଟେ ଗୋଟେ କୁହାଯାଉଥିଲା। କିନ୍ତୁ ଏ ଟୁ ଜେଡ୍ ସକାଳୁ ଉଠିବା ପାଖରୁ ଶୋଇବା ପର୍ଯ୍ୟନ୍ତ ଆମେ ସାଧନ ବ୍ୟବସ୍ଥା କେମିତି ଜଡି ରହିବୁ, ତାକୁ ବ୍ୟାପକ ଭାବେ ବର୍ଣ୍ଣନା କରାଯାଇଛି। କିନ୍ତୁ ମୁଖ୍ୟ ଜିନିଷ କହିଲେ ଯେ ସାଧନ କରତେ ଯେତେବେଳେ ଯିବ, କବାଟର ତାଲା ଦବ, ଶରୀର ସଂସାର ଠାରୁ ନିଜକୁ ପୃଥକ କରିବ। ଅତି ତାତ୍ପର୍ଯ୍ୟପୂର୍ଣ୍ଣ କଥା। କୌଣସି ଜିନିଷ ପାଇବାକୁ ହେଲେ ଅନ୍ୟ ଜିନିଷ ଗୁଡାକ ନ ହେଲେ ଗୋଟେ କିଛି ମୂଲ୍ୟବାନ ଜିନିଷ ମିଳିବନି। ଆମେ ଅତି 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 ମୂଲ୍ୟବାନ ଜିନିଷ ପାଇବା ପାଇଁ ଯାଉଛୁ। ଶରୀର ତ ନଶ୍ୱର, ସଂସାର ତ ନଶ୍ୱର, ତାକୁ ଆମେ କିଛି ସମୟ ପାଇଁ ଅନ୍ତତଃ ଭୁଲି ପାରିବା। ସେଇଟା ଅତି ମୂଲ୍ୟବାନ ଜିନିଷ କହିଲେ। ଦ୍ୱିତୀୟତଃ, ଯଦି ମନ ଦୋଷଯୁକ୍ତ ହେଇଯାଏ, ସାଧାରଣ ଦୋଷଯୁକ୍ତ ହେଇଯାଏ, ଅର୍ଥାତ୍ କୌଣସି ଶବ୍ଦ ଶୁଣିଲେ କି ଆମକୁ ଡାକିଲା କିମ୍ବା କଣ କିଛି ଭାବନା ଆସିଲା, ସେଟା ଆସିବ। କାରଣ ଆମେ ଯୋଉ ସ୍ତରରେ ଅଛେ, ଯୋଉ ଶରୀରରେ ଅଛେ, ଯୋଉ କର୍ମ ବିପାକ ମଧ୍ୟରେ ଆମେ ଅଛେ, ସେ ଭାବନା ଆମକୁ ଆସିବ। କିନ୍ତୁ ଆମେ ସେ ସମୟରେ ମନକୁ କେବେ ଦୋଷଯୁକ୍ତ କରିବା ନାହିଁ। ଯଦି ଆମେ ମନକୁ ଦୋଷଯୁକ୍ତ କରିବା, ଆମ ସାଧନ କେବଳ ତା ବାଟରେ ସିଏ ଯିବ, କିନ୍ତୁ ଆମେ ସାଧନର କିଛି ଫଳ ପାଇପାରିବା ନାହିଁ। ତାପରେ ରହିଛି ଆମର ଏ ସାଧନ, ଅନ୍ୟମାନେ ସାଧନ ଦଉଛନ୍ତି, ଅନ୍ୟ ସଂସ୍ଥା ମାନେ ସାଧନ ଦଉଛନ୍ତି, କିନ୍ତୁ ସେଗୁଡାକ ଏତେ ଗୋପନୀୟ ନୁହେଁ, ଏତେ ଗୁପ୍ତ ନୁହେଁ। ତାର କାରଣ ହଉଛି, ଆମେ ଗୀତାର ମଧ୍ୟ ଭଗବାନ କହିଛନ୍ତି ଅତି ଗୁପ୍ତ ଏ ଯୁଗ। ଏ ଯୁଗଟା ଅତି ଗୁପ୍ତ, କାରଣ ଏଟାକୁ ଅନ୍ୟ ଜାଗାରେ ପ୍ରକାଶ କରାଯାଇ ପାରିବ ନାହିଁ। କେବଳ ଗୁରୁଙ୍କ ସାନ୍ନିଧ୍ୟର ରହିକି ବା ଗୁରୁଙ୍କ ମାର୍ଗଦର୍ଶନରେ ରହିକି ଏ ସାଧନ କରାଯାଏ। ଏଟା ଗୁପ୍ତ କୁହାଗଲା କାହିଁକି ନା, ଗୁରୁ ଯେମିତି ବତେଇଲେ ସବୁ ଲୋକଙ୍କର ସମସ୍ୟା ସମାନ ନାହିଁ, ସବୁ ଲୋକଙ୍କର ପ୍ରୋବ୍ଲେମ ସମାନ ନାହିଁ। କାହାକୁ କି ପ୍ରକାର ସାଧନ ଦିଆଯାଉଛି, ଯେମିତି ଡକ୍ଟର ଯାହାକୁ ଯୋଉ ଔଷଧ ଦେଲେ, ଆମେ ଯଦି ତା ପ୍ରେସକ୍ରିପସନ ଦେଖି ଆମର ସେ ରୋଗ ହେଲା ଆମେ ଔଷଧ ଖାଇଦେବା, ସେଟା କାମ ହବନି। ସେମିତି ଅନ୍ୟ କୌଣସି ଲୋକ ଯଦି ଆମ ସାଧନ ଦେଖି ଯାଇ କରିଦିଏ, ତାହେଲେ ସେ ଅସୁବିଧାର ପଡେ। କାରଣ ସେ ଜାଣିବ ସେ ଲୋକ ତ ଭଲ ହେଇଗଲାଣି, ମୋର ବି ଭଲ ହେଇଛି, କିନ୍ତୁ ଭଲ ହବା ପରିବର୍ତ୍ତେ ତାର ସାଇଡ ଇଫେକ୍ଟ ଦେଖାଯିବ। ତେଣୁ ସାଧନ ଯାହାକୁ ଯେଭଳି ଭାବରେ ଦିଆହେଇଛି, ସେ ସେଇଭଳି ଭାବରେ ସାଧନ କରିବା ଉଚିତ। କିନ୍ତୁ ଆମର ବ୍ୟାପକ କ୍ଷେତ୍ରରେ ଗୋଟିଏ ସାଧନ ସମସ୍ତଙ୍କୁ ଦଉଛୁ, ବାରମ୍ବାର ଦଉଛୁ, ବାରମ୍ବାର ସେଇ ସାଧନ ଦଉଛୁ। ତାପରେ କଣ ଅଛି ନା, ସାଧନ କୌଣସି ଉନ୍ନତି ହଉନି, ବା ସାଧନ କରିବା ପରେ ଗୋଟେ ବ୍ୟକ୍ତି ପୂର୍ଣ୍ଣ ଲାଭ ପାଇପାରୁନି ସାଧନ। ତେଣୁ ତା ଅସୁବିଧା କଣ ହେଇଛି ନା, ଯୋଉମାନେ ସାଧନ ଦଉଛନ୍ତି ସେମାନେ ଅନୁଭବୀ ନୁହନ୍ତି। ସେମାନେ ଜଷ୍ଟ ଶିଖିକି ଟିକେ କିଛି ଦିନ ସାଧନ କଲେ, ସିନିୟର ହେଲେ, ସିନିୟର ହେଲା ପରେ ଯୋଗ ଦବା ଆରମ୍ଭ କରିଦେଲେ। ତାହେଲେ ଯାହାର ଅନୁଭବ ନାହିଁ ସାଧନ ବିଷୟରେ, ଯିଏ ଗୁରୁଜୀଙ୍କ ମତରେ ପ୍ରଣବକୁ ଯିଏ ଦେଖିକି ନାହିଁ, ସେ ପ୍ରଣବ ଦବ କେମିତି? ପ୍ରଣବ ଯିଏ ଅନୁଭବ କରିନି, ସେ ପ୍ରଣବ ଦବ କେମିତି? ଖାଲି ଓಂ କହିଦେଲେ ତ ପ୍ରଣବର ମାନେ ଓಂ ନୁହେଁ, ପ୍ରଣବର ଆଉ କିଛି ରହସ୍ୟ ଅଛି, ଏତେ ବଡ ବିରାଟ ଜିନିଷଟା। ତେଣୁ ଏଇ ସବୁ ଅସୁବିଧାରୁ ମୁନି ସମାଜରେ ଯୋଗ ନେଇକି ଯାହା ଲୋକ ବେନିଫିଟେଡ ହବା କଥା ହେଇପାରୁନାହାନ୍ତି। କାରଣ ସମସ୍ତେ ଚାରିଆଡେ ସଂସ୍ଥା ଖୋଲିଛି, ଶାଖା ଖୋଲିଛି, ସତ୍ସଙ୍ଗ ହଉଛି, ସବୁ ହଉଛି, କିନ୍ତୁ ଅନୁଭବୀ ବହୁତ କମ।
ଯଦି ମ୍ୟାକ୍ସିମମ୍ ଅନୁଭବୀ ମାନେ এই ଶିକ୍ଷା ଦିଅନ୍ତେ ତାହେଲେ ମୁନି ସମାଜ ବହୁତ ବ୍ୟାପକ ଭାବରେ ପ୍ରସାର ଲାଭ କରନ୍ତା। ଏଇସବୁ କଥା ଅନ୍ୟାନ୍ୟ ବହୁତ କଥା ଆହୁରି ଗୁରୁଜୀ କାଲି କହିବେ। ଆଉ ଯୋଉ ବିଧି ବ୍ୟବସ୍ଥା କହିଲେ ତା ଅତି ଉତ୍ତମ, ଶରୀର ପକ୍ଷରୁ ଉତ୍ତମ, ଆମର ପ୍ରତିଦିନ ଦିନଚର୍ଯ୍ୟା ପାଇଁ ଉତ୍ତମ, ଯୋଗ ପାଇଁ ଉତ୍ତମ, ସାଧନ ପାଇଁ ମଧ୍ୟ ଉତ୍ତମ। ତ ସମସ୍ତେ ଅନୁଭବ କରି ଆମେ କାର୍ଯ୍ୟରେ ପରିଣତ କରିବା ଉଚିତ। ଜୟ ଜୟ। ଧନ୍ୟବାଦ। ସୁନ୍ଦର ମତାମତ ରଖିଲେ। ଅନେକ ଗୁଡ଼ିଏ ବ୍ୟବହାରିକ ଜ୍ଞାନ କଥା ମଧ୍ୟ ଏଠି ନିଜ ତରଫରୁ ଉପସ୍ଥାପନ କଲେ। ପ୍ରବଚନଟି ଉପଯୋଗୀ ଏବଂ ଆବଶ୍ୟକତା ଥିଲା ଏହା ମଧ୍ୟ କହିଲେ। ଧନ୍ୟବାଦ। ହଉ, ସମୟ ତ ଅତିକ୍ରାନ୍ତ ହେଇଛି। ତେବେ ଆଜିର ଏହି ସତ୍ସଙ୍ଗକୁ ଫାଷ୍ଟ ପାର୍ଟ ହୁଏତ ଏଇଟା ଏଇଠି ରଖିକିରି ପୁଣି କାଲିରେ ଆଶା ରଖିବା ସେକେଣ୍ଡ ପାର୍ଟକୁ ଶୁଣିବା ଏବଂ ଚେଷ୍ଟା କରିବା। ମୁଁ ଯେତିକି ଅନୁଭବ କରୁଛି ଏଇଟା ବହୁତ ପ୍ରଭାବ ପଡ଼ିବ ସାଧନ କ୍ରମରେ ସଂଶୋଧନ କରିବା ପାଇଁ। ଯେତେ ଗୁଡ଼ିଏ ଭୟ ରହିଛି ସାଧନରେ ବା ରଙ୍ଗ ରୁଟ୍ରେ ଯାଉଛନ୍ତି ଯେଉଁମାନେ, ମନ ଇଚ୍ଛା ବି ସାଧନ କରୁଛନ୍ତି ବା କାହା ପାଖରୁ ସାଧନ ଆଣିକିରି ଏଠି ଇମ୍ପ୍ଲିମେଣ୍ଟ କରୁଛନ୍ତି। ଇନକ୍ଲୁଡ ସାଧନ ବି ନୁହେଁ, ସେ ବିଷୟରେ ମୁଁ କାଲି କହିବି, ମନେ ପକେଇଦେବି ଟିକେ। ଯେମିତି ମିଶ୍ରିତ ସାଧନ ହେଲେ କ'ଣ ଅସୁବିଧା ହବ, ହୁଏତ ଏବେ ମନେ ପଡୁଛି କାଲି ମନେ ପଡ଼ିବ କି ନାହିଁ ମନେ ପକେଇଦେବେ। ତେଣୁ ଏଗୁଡ଼ା ଏଇ ଯେଉଁ ସାଧନରୁ କେମିତି ଦୂରେଇ ରହିବେ, ପୂର୍ଣ୍ଣ ସାଧନ କରିପାରିବେ। ସାଧନ ଅର୍ଥ ନୁହେଁ ଗୋଡ଼ ହାତ ହଲେଇବା। ତେଣୁ ମାନସିକ ସ୍ତରରେ ଯେତେ ଷ୍ଟ୍ରଙ୍ଗ ହବ ସାଧନ ହେଇପାରିବ। ତେବେ ଏଠି ରଖିବା ସତ୍ସଙ୍ଗକୁ। ସମସ୍ତଙ୍କୁ ଜୟଜୀବ। ଧନ୍ୟବାଦ। ଗୁରୁଜୀ ଗୁରୁ ପ୍ରଣାମ ଆଜ୍ଞା। ପ୍ରଣାମ। ଜୟ 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 ଜୟ। ଜୟ ଜୟ ଗୁରୁମା।